नमस्ते कमला मागो सागर दुलणी। नमस्ते नमस्ते लक्ष्मी विष्णु घराणी। नमस्ते कमला मागो अति दयावती। स्थावर जंगम कीट आदि पाळो नीति। तोर दया बळे मागो दरिद्र जनर। हुई अचल भीत किणाई सुबेर। तोर द्रोही जने मागो अन्न न मिलाई। जेते अरजिले केबे पेट न पुराई। तोहर चरित मन देई जे शुणाई। किय भक्ति भावे सर्वदा गो। ताहार दरिद्रपण जाए दूर होई। सर्वदा ताकु प्रसन्न हेउ महामाई। एणु तो चरणे मागो अशेष प्रणाम। करुछि पूरा बारे मोर मनस्काम। तो चरित किंचिते मु करिबि रचना। जगत जननी बारे दिय दिव्य ज्ञान। दिनके नारद पराशर मुनि दोई। भ्रमी भ्रमी एक ग्रामे प्रवेशिले जाई। सेहि दिन मार्गशीर मास गुरुबार। पर्व पड़िथिला सर्वपुरवासींकर। प्रति घर द्वार गोमୟରେ लिपा होई। लक्ष्मीपाद पद्म चिता पड़िथिला ताहि। नानी नारी माने स्नान सारी पिंधा जिन बास। लक्ष्मीक पूजारे सर्वे होइचंती बस। ब्राह्मणक ठारे जे चंडाल परिचन्ते। लक्ष्मीक पूजारे रत अछंती समस्ते। हुळहुळी शबदरे पुरुचि गगन। देखिए उत्सव रीति विधाता नंदन। पचारती पराशर मुनि कुदंत। कह कह तपीबर एकिस चरित। ब्राह्मण चंडाल आदि समस्त जातिरे। करुछंती कि उत्सव आनंदमतीरे। केउ व्रत कि उपास अटे हा नाम। काहाकु करंती पूजा तार कि नियम। ଏହା ଶୁଣି ପରାଶର ହୋଇ ହସ ହସ। କହନ୍ତି ବଚନ ଧୀରେ ଶୁଣ ବିଧି ଶିଷ୍ୟ। ଏ ଧାନ ମାଣିକା ଗୁରୁବାର ଯେ ଅଟଇ। ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ପ୍ରତ୍ୟେକ ଘଟଇ। ସବୁ ମାସ ମାନଙ୍କରେ ମାର୍ଗଶିର ସାର। ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର। ଲକ୍ଷ୍ମୀଙ୍କର ପ୍ରିୟ ସେହି ବାର ମାନ ଜାଣ। ସବୁଠାରୁ ଆଦ୍ୟ ଗୁରୁବାରଟି ପ୍ରଧାନ। ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର। ପଡ଼ିଲେ ସୁଦଶା ବ୍ରତ ହୁଏ ସେ ଦିନର। ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟଇ ସେ ବ୍ରତ। ଏହା କହି ପରାଶର ହେଲେ ମୌନ ବ୍ରତ। ତାହାଙ୍କୁ ପୁଛିଲେ ବ୍ରହ୍ମାଙ୍କ କୁମର। ଲକ୍ଷ୍ମୀ ବ୍ରତ କରିଥିଲେ ମର୍ତ୍ତେ କେଉଁ ନର। ତହିଁରୁ ସେ କେଉଁ ଶୁଭ ଫଳ ଲଭିଅଛି। ଲକ୍ଷ୍ମୀ ଦ୍ରୋହୀ ହୋଇ କରି କେ ଦୁଃଖ ପାଇଛି। ଏହା ସବୁ ମୋ ଆଗରେ କହ ତପୀସାଇ। ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପୁଜଇ। ନାରଦ ବଚନ ଶୁଣି ପରାଶର ମୁନି। କହନ୍ତି ହରଷ ଚିତ୍ତେ ମଧୁର ବାଣୀ। ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ।
ଲକ୍ଷ୍ମୀ ବ୍ରତ କଥାରେ ଯେ ହୋଇଅଛ ରତ, କହୁଅଛି ପୁରାତନ କଥା ଅଛି ଯାହା, ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା। ଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ, କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ। ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ, ତୁମ୍ଭେ ଆଜ୍ଞା ଦେଲେ ନଗ୍ର ଭୁଲି ଯିବି ମୁହିଁ। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ର ହିଁ ବୁଲିବ, ଦଶମୀ ପାଳନା ଅନ୍ନ ବେଗେ ରାନ୍ଧି ଦେବ। ପ୍ରଭୁଙ୍କ ମୁଖରୁ ମାତ ଏମନ୍ତ ଶୁଣିଲେ, ବସ୍ତ୍ର ଅଳଙ୍କାର ମାନ ଯତନେ ପିନ୍ଧିଲେ। ନାସିକାରେ ନବରତ୍ନ ବସଣି ଖଞ୍ଜିଲେ, ଚଉସରି ରତ୍ନମାଳା କଣ୍ଠେ ଲମ୍ବାଇଲେ। କରରେ ବାହୁଟି ରମ୍ୟ ବଳୟ କଙ୍କଣ, ସୁନା ସୂତା ମାଣିକ୍ୟ ପଦକ ଆଭରଣ। ବାଜେଣି ନୂପୁର ମାତା ପୟରେ ଖଞ୍ଜିଲେ, ଏପରି ନାନା ଭୂଷଣେ ସୁବେଶ ହୋଇଲେ। ଯେ ବେଣ ମାତାଙ୍କ ଅଧିକାର ତିନି ପୁର, ଆଭରଣ କେତେ ମାତ୍ର ଦେବା ପଟାନ୍ତର। ଶୁଣ ହେ ନାରଦ ଏହା ହୋଇ ଏକ ଚିତ, ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ନାଥ, ପ୍ରବେଶ ହୋଇଲେ ଯାଇ ସାଧୁର ଜୁଆରେ। ସାଧବାଣୀ ଉଭା ହୋଇଥିଲା ସେଇ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ, ଶୁଣ ଶୁଣ ସାଧବାଣୀ ହୋଇ ସ୍ଥିର ମନ। ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର, ଲିପା ପୋଛା କରି ନାହୁଁ କିମ୍ପା ଘର ଦ୍ୱାର। ସାଧବାଣୀ ଏହା ଶୁଣି ବୋଲଇ ସେ କ୍ଷଣି, କି ରୂପେ ଏ ବ୍ରତ ହୁଏ କାହା ପୂଜା ପୁଣି। ବୁଝାଇ ତା ସବୁ କହ ହେ ନାନୀ ଗୋସାଇଁ, ଅଇଲେ ମନକୁ ସେ ବ୍ରତ ମୁଁ କରିବଇଁ। ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ, ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ। ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର, ସେଦିନ ଓଷାରୁ ସେଜ ଛାଡ଼େ ତତ୍ପର। ଗୋମୟ ଜଳରେ ଘର ଦୁଆର ଲିପିବ, ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିବ। ନୂଆ ମାଣ ଗୋଟିଏ ଅଣାଇ ଯତ୍ନ ବେଗେ, ଧୋଇ କରି ତାକୁ ଶୁଖାଇବ ଆଗେ। ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର, ଚାଉଳକୁ ବାଟି ଚିତା ଲେଖିବ ସମସ୍ତ। ତହିଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ, ଚଡ଼କି ବା ଖଟୋଲିଏ ଆଣିବ ତ୍ୱରିତ। ତାକୁ ଧୋଇ ତା ଉପରେ ଦେବ ନୂଆ ଧାନ, ରଙ୍ଗ କଳା ନୁହିଁ ହୋଇଥିବ ଶୁକ୍ଳବର୍ଣ୍ଣ। ତହୁଁ କିଛି କୁଢ଼ାଇ ଯେ ସେ ନୂଆ ମାଣରେ, ଧାନ ମାଣ ଯେ ପୂରାଇ ରଖିବ ତାପରେ। ସେ ଧାନ ମାଣ ଉପରେ ଗୁଆ ତିନି, ହଳଦୀ ପାଣିରେ ତାହା ଧୋଇ ଥୋଇବଟି। ଶୁକଳ ଧାନର ସିସା ରଖି ମେଣ୍ଟା କରି, ମାଣ ଉପରେ ତାହାକୁ ଥୋଇବ ବିଚାରି। ଗୁଆ ଆଖୁ ମୂଳା କଦଳୀରେ ସଜାଡ଼ିବ, ପଟାଦି ରଙ୍ଗ ବସନ ପୁଷ୍ପେ ମଣ୍ଡାଇବ। ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ, ଗନ୍ଧ ପୁଷ୍ପ ଧୂପ ଦୀପ ଆଦି ସମର୍ପିବ। ପ୍ରଥମରେ ବାଳ ଧୂପ ତାପରେ ଶଙ୍ଖୁଡ଼ି, ଏପରି କରିବ ତିନି ଧୂପକୁ ସଜାଡ଼ି। ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି, ସୁଦଶା ବୋଲି ତା ନାମେ ଲୋକେ ପ୍ରକଟିଛି। ଶୁକ୍ଳ ଦଶମୀ ହେଲେ ଗୁରୁବାର ଦିନ, ହୁଅଇ ସୁଦଶା ବ୍ରତ ଶୁଣ ଦେଇ ମନ। ସେଦିନ ଓଷାରୁ ଉଠି ଲିପି ଘର ଦ୍ୱାର, ଝାଟି ଆଦି ଚିତା ଦେବ ପୂର୍ବ ପରକାର। ସ୍ନାନ ସାରି ଗୃହେ ପଦ୍ମ ମଣ୍ଡଳ ଲେଖିବ, ତହିଁ ପରେ ଧୋଇ ଏକ ଖଟୋଲି ରଖିବ। ତହିଁ ପରେ ଲକ୍ଷ୍ମୀ ପୂଜା ଗୁଆକୁ ଥୋଇବ, ପଞ୍ଚାମୃତ ଶୁଦ୍ଧ ଜଳେ ସ୍ନାନ କରାଇବ।
ଦଶ ଖିଅ ସୂତାରେ ଯେ ବ୍ରତେକ କରିବ, ଲକ୍ଷ୍ମୀଙ୍କର ନାମରେ 10 ଗୋଟି ଗଣ୍ଠି ଦେବ। 10 କେରା ଦୁବରେ ସେ ବ୍ରତ ଗୁଡ଼ାଇବ, ମହାଲକ୍ଷ୍ମୀ ଗୁଆ ପାଶେ ତାହାକୁ ଥୋଇବ। କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ, ବ୍ରତ ଡୋର ଆଣି ତଇଁ ଥୋଇବ ବହନ। ପ୍ରଥମରେ ବାଳ ଧୂପ ନୈବେଦ୍ୟ କରି, ତାପରେ ଯା ଭୋଗ ଦେବ ଶୁଣ ହେତୁ କରି। ଅରୁଆ ଚାଉଳ 1 ମାଣ ତିନ୍ତାଇବ, ତାକୁ କୁଟି ଚୂନା କରି ଯତନେ ରଖିବ। କଦଳୀ ନଡ଼ିଆ ଛେନା ଆଦି 10 ପୁର, ନେଇ 10 କୋଟି ମଣ୍ଡା କରିବ ସତୋର। ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତ୍ତେ, ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ। ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ, ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ। ଏଉଟାରୁ କଥା 1 ମନ ଦେଇ ଶୁଣ, ଗୁରୁବାର ଯେଉଁ ଯେଉଁ କଥା ନିବାରଣ, ସେ କଥା କହୁଛି ଏବେ ସାଧବାଣୀ ଶୁଣ। କେବେ ନ ଭାଜିବ ଖଇ ଗୁରୁବାର ଦିନ, ଯେଉଁ ନାରୀ ଗୁରୁବାର ଦିନରେ ଆମିଷ ଭୁଞ୍ଜଇ ଲୋଭରେ କିମ୍ବା ନ ପଖାଳେ କେଶ, ଭୁଞ୍ଜଇ ଉଚିତ କିମ୍ବା ଲଗାଇ ଯେ ତେଲ, ମହାଲକ୍ଷ୍ମୀ ତାର ନିଶ୍ଚେ ଭାଙ୍ଗିବେ ଟିଗେଲ। ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ, ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ, ଖଟୟ ଛାୟାରେ ଯେଉଁ କରଇ ଶୟନ, ରାତ୍ର କାଳେ ଦଧିୟନ ଯେ କରେ ଭୋଜନ। ଘର ହୁଏ ଯେଉଁ ଯାଇ ନାପିତର ଦ୍ୱାରେ, ଭୋଜନ ସମୟେ ଅନ୍ନ ପକାଏ ଭୂମିରେ, ଭୁଞ୍ଜି ନ ପାରିଣ ଅନ୍ନ ଫୋପଡ଼ାଇ ଦିଏ। ଏତେ କର୍ମ ଯେ କରେ ସେ ଲକ୍ଷ୍ମୀଙ୍କୁ ନ ପାଏ। ଗୁରୁବାର ଦିନ ସକାଳୁ ଯେ ଗୋମୟରେ, ଦୁଆର ନ ଯେ ନ ଲିପଇ ଅଳସ ପଣରେ, ଚୁଲିରୁ ନ କାଢ଼େ ପାଁଶ ଭକ୍ଷେ ଯେ ଆମିଷ, ଏମାନଙ୍କଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ। ଧନ ଜନ ସବୁ ତାର ହରଣ କରନ୍ତି, ମାଗିଗଲେ ଅନ୍ନ ବସ୍ତ୍ର କେହି ନ ଦିଅନ୍ତି। ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା, ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା। ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ, କିବା ପାକ ହାଣ୍ଡି ଧୋଇ କଳା ନ ଛାଡ଼ଇ, ସନ୍ଧ୍ୟା ଗଡ଼ି ଗଲେ ଯେ ଦିଅଇ ସନ୍ଧ୍ୟାବତୀ, ଧନ ପୁତ୍ର ହାନି ହୁଏ ସଦା ବହୁ କ୍ଷତି। ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ, ଶୋଇବା ଶଯ୍ୟାକୁ ବଙ୍କା କରିଣ ବିଛାଏ, ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ, ଉଲଗ୍ନ ହୋଇ ଶୟନ କରଇ ଯେ ପ୍ରାଣୀ। ଅମାବାସ୍ୟା ସଂକ୍ରାନ୍ତିରେ ବୁଲାଏ ହଳ, ଏହି ଦିନ ମାନଙ୍କରେ ଘେନଇ ତୈଳ, ସଭାରେ ବସିଣ ଯେ ମାନବ ମିଛ କହି, ଆଳସେ ପାଦ ନ ଧୋଇ ଯେ ଭୁଞ୍ଜିବ ସଇ। କୁଷ୍ମାଣ୍ଡ କଳକୁ ଯେଉଁ ରମଣୀ କାଟଇ, ଋତୁମତୀ ନାରୀ କି ଯେ ରମଣ କରଇ, କନ୍ୟା ତୁଳା ମାସେ ପିତୃ ସାଧନ କରଇ, ଏ କଥା କହୁ କହୁ ସବୁବେଳେ ଯେ ହସଇ। ଏମନ୍ତ ମନୁଷ୍ୟ ସର୍ବା ବହୁ କଷ୍ଟ ପାଏ, ଆୟ ବୃଦ୍ଧି ନାଶ ହୁଏ ଅନ୍ନ ନ ମିଳଇ। ଗୁରୁବାର ଅମାବାସ୍ୟା ସଂକ୍ରାନ୍ତି ଦିନ, ରଜନୀରେ ସ୍ତ୍ରୀ ପୁରୁଷ କଲେ କଉ ଭୋଜନ, କିବା ଏଇ 3 ଦିନ ଯେଉଁ ନାରୀ ମୋହେ, ପୁରୁଷ ସଙ୍ଗରେ ମାତି ଧର୍ମକୁ ନ ଚାହେଁ, ପ୍ରାଣେ ନାଶ ନ କରିଣ ତାକୁ ଦୁଃଖ ଦେଇ, ବୁଲନ୍ତି ଯେ ଅନ୍ନ ବସ୍ତ୍ର କାହିଁ ନ ମିଳଇ। ଏହି 3 ଦିନରେ ଯେଉଁ ତିକ୍ତ ଦ୍ରବ୍ୟ ଖାନ୍ତି, ଅନ୍ତକାଳେ ଯମ ଦ୍ୱାରା ନାନା ଦଣ୍ଡ ପାନ୍ତି। ଏହି 3 ଦିନ ଯେ ନାରୀ କରଇ ହବିଷ୍ୟ, ଦୁଃଖୀରଙ୍କି ଦେଖି ଦାନ କରଇ ବିଶେଷ।
करे लक्ष्मी व्रत लक्ष्मी बारे उपवास बड़ई ताहार धन जन आयो जस सकाळु से जरे उठी जे मुख धोए तार मुख जे जन देखे तार शुभ नुहे रात्र शेषे बासी से जे करे शयन ता गृहकु लक्ष्मी त्याग करती बहन आसन बिना जे भूमि परे बसी खाए कि बाजे कुमारी संग तरे काम मोहे दक्षिण पश्चिम मुखे जे भुंजी बसई एमानक पासु लक्ष्मी जाती दूर होई संध्यारे कुंडाई केसे बांधे जेउ नारी केबे न देखती लक्ष्मी ताहार जे सिरी भोजन करी जे मुख शोधन कन करे भोजन करई जेउ अंधकार घरे स्नान परे हुई जे तैल मर्दन करई जे नख मुने भूमि विदारण पिंधिथिबा लुगा शेषे जे बिंची हुई एमानक बंधनकु लक्ष्मी न चाहे जेउ नारी निज पति ठारे रोष बहे स्वामी जहा बोले ताहा न करे केबेहि पर पुरुष रे जेउ होई थाए रत परिश्रुत नहीं हुए जे नारी कोश्चित एमंत नारी मुख लक्ष्मी न दियंती कांगालिनी होई बार द्वारे से बोलंती कलह आलसी अति अप्रिय साहस देव विप्र अतिथि रे नुहई विश्वासी एपरि नारी जाए थाए से श्मशान लक्ष्मी से सान को सदा करंती पर्चन जेउ नारी भक्ति चित्ते से सेवे स्वामी को से हो जन्मे जन्मे हुए स्वामी दुखे दुखी जेउ नारी स्वामी की देवता सममणि सेवा करी तो सुथाए तार मोती चिन्नी निज अंग परिष्कार करी शुचि हुए सान बड़ समस्त को सम भावे चाहे पर शिवा काले पक्षपात जे न करे स्वामी पुत्र समस्त को बाढ़े समान रे पतिर आज्ञा को केबे न पकाए तले स्वामी दुखे दुखी सुखे सुखी होई चले एमत घर नारीर गृह लक्ष्मी न छाड़ती तार दुख नयन रे केबे न देखती ए मर्त्य मंडले से बहु सुख पाए पति पुत्र वन्य ऐश्वर्य होए अंत काले बल कृष्णे लक्ष्मी का संगरे अनुक्षणे मजी रहे प्रमोद रंगरे सधवा नारीर पति बिना नहीं गति तप जप देव पूजा ताहार अनीति पति सेवा छाड़ी वृथा व्रत जे करई जन्म जन्मांतरे बाल्य विधवा हुई जेउ नारी आनंदरे अतिथि सेवई पुण्यव्रती बोली ताको पुराण रे कही एमंत प्रकार जेउ नारी बा पुरुष आपणार कुल धर्म न छाड़ती लेस सदा काले करती उत्तम आचरण श्रीलक्ष्मी ताहांक पासे मिलती तक्षण पति सेवा बिना नहीं नारींकर गति पति प्राणा नारी करे देवलोक गति नारींकर लक्ष्मी व्रत पति सेवा धर्म अन्य देव पूजा तीर्थ यात्रा विडंबना पति सेवा बर जे माड़ी गरबरे गुरुबारे लक्ष्मी व्रत से जदि न करे ताहार नुहई भल जनमे जनमे दुख शोक रोग भोग संसारे जे भ्रमे एमत तियारी साधवाणी की कहिले आजी ठारू लक्ष्मी व्रत कर जा बोइले न कले सर्व संपद तोर खेय जीव अन्न वस्त्र अभावरे दुख भोग हेब ଶୁଣ ହୋ ନାରଦ ଠାକୁରାଣୀ ଏହା କହି
ସେଠାରୁ କେତେ ଦୂର ପଥ ଗଲେ ବାହି, ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ। କାହାରି ଦୁଆରେ ସେହି ସୂଚି ନ ଦେଖିଲେ, କେବେଳ ଯୁବତୀ ନିଦେ ହୋଇ ଅଚେତନ, କାହାର ଫିଟି ଯାଇଛି ପିନ୍ଧିଲା ବସନ। କାହାର ଶିରରେ କେଶ ମୁକୁଳିତ ହୋଇ, ଭୂମି ପରେ ପଡ଼ିଅଛି କେରି କେରି ହୋଇ। ଏହି ରୂପେ ମହାଲକ୍ଷ୍ମୀ ଦେଖି କରି ଗଲେ, ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ। ଶ୍ରିୟା ଚଣ୍ଡାଳୁଣୀ ନଗ୍ର ବାହାରେ ତାଖର, ତାହାର ମହିମା ଯେତେ ବଙ୍କୁ ଅଗୋଚର। ପ୍ରତିଦିନ ଖଇ କର ଗୁଣ୍ଡିଚା ନଗର, ବିଷ୍ଣୁ ଭକତିରେ ସେ ଯେ ଅଛି ତତ୍ପର। ରାତ୍ର ବେନି ଗଡ଼ିଥାଇ ଚଣ୍ଡାଳୁଣୀ ଗଲା, ଏକ ବର୍ଣ୍ଣ ଗାଈର ଯେ ଗୋବର ଆଣିଲା। ଉତ୍ତମ କରିଣ ଘର ଦ୍ୱାରକୁ ଲିପିଲା, ଛଡ଼ା ପାଣି ବୁନ୍ଦାଏ ଦୁଆରେ ପକାଇଲା। ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା, 16 କୋଠି କରି ଦିବ୍ୟ ପଦ୍ମେ କାଟିଲା। 10 ମୁଖ ଦୀପାବଳି ମଣ୍ଡଳେ ଜାଳିଲା, 10 ବର୍ମ ଫଳ ଫୁଳ ମଣ୍ଡଳେ ବାଢ଼ିଲା। ସୂତା 10 ଘିଅ ନେଇ ମଣ୍ଡଳେ ଥୋଇଲା, ମନର ଚଞ୍ଚଳେ ପୁଣି ବେଗେ ଚଳି କଲା। ଉଆ ଚାଉଳ ଯେ ଆଉ ଦୁବ 10 କେରା, ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା। ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା, ଲକ୍ଷ୍ମୀ ନାରାୟଣ ବୋଲି ସୁମରଣ କଲା। ନମସ୍ତେ ନମସ୍ତେ ମାଗୋ ହରିଙ୍କ ଘରଣୀ, ମୁହିଁ ଛାର ହୀନ ଜାତି ନ ଜାଣଇ ପୁଣି। ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ, କିଞ୍ଚିତେ ଭକତି ମୋର ଘେନ କମଳିନୀ। ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ, ସହି ନ ପାରିଲେ ଚଣ୍ଡାଳୁଣୀର ଦଇନୀ। ପଦ୍ମ ଫୁଲ ଦେଖି ତାଙ୍କ ବଳିଲା ଶରଧା, ଦୁଇ ପାଦ ଦେଇ ମତେ ପଦ୍ମେ ହେଲେ ଉଭା। ଚଣ୍ଡାଳୁଣୀ ଘର ଗୋଟି ପାଇ ଲୋକ ଶୋଭା, ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା। ବୋଇଲେ ଲୋ ଚଣ୍ଡାଳୁଣୀ ମାଗି ଘେନ ବର, ପ୍ରସନ୍ନ ହୋଇଲି ଦୁଃଖ ନାଶିବି ତୋହର। ଚଣ୍ଡାଳୁଣୀ କହୁଅଛି ଶିରେ କର ଦେଇ, କି ବର ମାଗିବି ମାଗୋ ମାଗି ନ ଜାଣଇ। ଗୋଗୋଷ୍ଠକୁ ଦେବୁ ମୋର ଲକ୍ଷେ ପଦ୍ମ ଗାଇ, କୁବେର ସମାନ ଧନ ଦେବୁ ମାତ ତୋହି। କୋଳକୁ ନନ୍ଦନ ଯେ ହସ୍ତକୁ ସୁନା ବାହି, ଚାରି ଯୁଗେ ବସିବି ଅମର ବର ପାଇ। ଲକ୍ଷ୍ମୀ ଶୁଣି ବୋଇଲେ ତୁ ହୋଇଲୁ କି ବାଇ, ଏ ସମସ୍ତ ବର ତୋତେ ଦେଇ ତ ପାରଇ। ଅମର ବର ଦେବାକୁ ଶକ୍ତି ନାହିଁ ମୋର, ଏହି ବର ମାଗିଲୁ ତୁ କେମନ୍ତ ପ୍ରକାର। ଯେତେ ଦିନ ଜୀଇଥିବୁ ଐଶ୍ୱର୍ଯ୍ୟ ଭୁଞ୍ଜିବୁ, ଅନ୍ତକାଳେ ଯାଇ ବିଷ୍ଣୁ ପଞ୍ଜରେ ପଶିବୁ। ମୋହର ଏ ବ୍ରତ କରୁଥିବୁ ସବୁଦିନ, ଲକ୍ଷ୍ମୀ ନାରାୟଣ ପଦ୍ମେ ଥିବ ତୋର ମନ। ଶୁଣ ହେ ନାରଦ ଏନେ ହରି ବଳରାମ, ମୃଗୟା ନିମନ୍ତେ ଯାଇଥିଲେ ଘୋର ବନ। ଯୋଗ ବଳେ ବଳରାମ ଏ କଥା ଜାଣିଲେ, ଡାକି କରି ଶ୍ରୀହରିଙ୍କୁ ଏ ମତ କହିଲେ। ଦେଖ ଦେଖ କହ୍ନାଇ ତୋ ଭାରି ଯାଚର, ଉଭା ହୋଇଅଛଇ ଯେ ଚଣ୍ଡାଳୁଣୀ ଘର। ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ, ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ। ଏହି ସବୁଦିନେ ଦେଉଳେ ପଶୁଛି, ଦୁଇ ଗୋଟି ଭାଇଙ୍କୁ ଭିଟାଳ କରାଉଛି।
ଦରିଦ୍ର ଭଞ୍ଜନୀ ନାମ ଯେଣୁ ଅଛି ବହି, ଦରିଦ୍ର ମାନଙ୍କ କଷ୍ଟ ନ ପାରଇ ସହି। ସୁଦଶା ନାମରେ ଏକ ବ୍ରତ ଯେ ତାହାର, ଏହି ବ୍ରତେ ଚଣ୍ଡାଳୁଣୀ ପୂଜଇ ପୟର। ଭାରି ଯାରେ କାର୍ଯ୍ୟ ଯେବେ ଅଛି ରେ କହ୍ନାଇ, ଚଣ୍ଡାଳ ସାହିରେ ନଗ୍ର ତୋଳ ବେଗେ ଯାଇ। ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡ଼ାଇ, ଏପରି ଘରଣୀ ଥିଲେ ଭଲ ଗତି ନାହିଁ। ଗୋବିନ୍ଦ ବୋଇଲେ ଭାଇ ଘଉଡ଼ାଇ ଦେବା, ଲକ୍ଷ୍ମୀ ପରା ଭାରି ଯାକୁ ଆଉ କି ପାଇବା। ସେ ଯେବେ ଦୋଷ କରିଛି ଏମନ୍ତ କରି, ସ୍ୱର୍ଗପୁର ଲୋକଙ୍କୁ ହକାରି ଅଣାଇବା। 5,00,000 ଟଙ୍କା ଦେଇ ଜାତି କରାଇବା, ଆଉ ବେଳେ ତାର ଯଦି ଅନୀତି ଦେଖିବା, ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ। ଏକଥା ପ୍ରମାଣ ତୁମେ ଶୁଣ ଜ୍ୟେଷ୍ଠ ଭାଇ, ନ ଜାଣି ଯେ ଦୋଷ କଲେ ସିନ୍ଧୁରାଜ ଜେମା। ବାରେ ମାତ୍ରେ ଭାଇ ତାଙ୍କ ଦୋଷ କର କ୍ଷମା। ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହୀ, ତୋର ଲକ୍ଷ୍ମୀ ଥିଲେ ମୁହିଁ ରହିବଇ ନାହିଁ। ଭାରି ଯା ହଟଇ ସିନା ପାଦର ପାଣ୍ଡୋଇ, ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ। ଭାର୍ଯ୍ୟାଠାରେ ଲୋଭ ଯେବେ ଅଛି ରେ କହ୍ନାଇ, ଚଣ୍ଡାଳ ସାହିରେ ତୁ ନ ଅର ତୋଳ ଯାଇ। ମୋର ବଡ଼ ଦେଉଳକୁ ଆଉ ନ ଆସିବୁ, ମାଇପକୁ ଘେନି ଦାଣ୍ଡ ବାହାରେ ରହିବୁ। ଧିକ୍କାର ବଚନ ପ୍ରଭୁ ସହି ନ ପାରିଲେ, ଛାଡ଼ିବି ବୋଲିଣ ରଙ୍ଗ ଅଧରେ କହିଲେ। ଦେଉଳର ସିଂହଦ୍ୱାରେ ପ୍ରବେଶ ହୋଇଲେ, ଊର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ନିଶ୍ୱାସ ଛାଡ଼ିଲେ। ଶୁଣ ହେ ନାରଦ ତେଣେ ଶ୍ରିୟା ଚଣ୍ଡାଳୁଣୀ, ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦ ବେନି। ତାହାର ପୂଜାରେ ଦେବୀ ସନ୍ତୁଷ୍ଟ ହୋଇଲେ, ଯାଚିଣ ଅନେକ ବର ପ୍ରଦାନ ଯେ କଲେ। କୁଟୀର ଖଣ୍ଡିକ ଥିଲା ବଲରୀର ବାସ, ଲକ୍ଷ୍ମୀ ଦୟା କଲେ ହେ ତାକୁ ଚନ୍ଦନ ଉଆସ। ଯେଉଁ ଚଣ୍ଡାଳୁଣୀ ଘରେ ନଥିଲା କ ଅନ୍ନ, ଚାରି କୋଣେ ଦେଲେ ତାକୁ ସୁଧ ଯେ ସୁବର୍ଣ୍ଣ। ଯେଉଁ ଚଣ୍ଡାଳୁଣୀ ଘରେ ଥିଲା କ ପୁତ୍ର, ଲକ୍ଷ୍ମୀ ଦୟା କଲେ ତାର ହେଲା 5 ପୁତ୍ର। ଧନ ପୁତ୍ରବତୀ ହୁଅ ବୋଲି ଯେ ବୋଇଲେ, ବର ଦେଇଣ ସେଠାରୁ ବିଜେ କରିଗଲେ। ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲା ଭାଗ୍ୟବତୀ, ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ। ସିଂହଦୁଆର ବିଜୟ ଲକ୍ଷ୍ମୀ ମହାମାଇ, ଦେଖିଲେ ଦୁଆରେ ବସିଛନ୍ତି ବେନି ଭାଇ। ବୋଇଲେ ହେ ବାଟ ଛାଡ଼ ଭିତରକୁ ଯିବି, ଦଶମୀ ଯୋଗାଡ଼ ମୁହିଁ ମାଣ ହିଁ ରାନ୍ଧିବି। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ, ଚଣ୍ଡାଳ ସାହିକି ଯାଇଥିଲ କାହିଁ ପାଇଁ। ଆମ୍ଭେ ନ ଦେଖିଣୁ ଯେ ଦେଖିଲେ ବଡ଼ ଭାଇ, ଆମ୍ଭେ ଦେଖିଥିଲେ ସିନା ଦିଅନ୍ତୁ ଘୋଡ଼ାଇ। ଯାଅ ଲକ୍ଷ୍ମୀ ତୁମ୍ଭରେ ଗୋ ଆଉ କାର୍ଯ୍ୟ ନାହିଁ, ଧିକ୍କାର ବହୁତ ମୋତେ କଲେ ବଡ଼ ଭାଇ। ହାଡ଼ି ଦ୍ୱାରେ ଥିବ ଲକ୍ଷ୍ମୀ ପାଣପ ଦ୍ୱାରେ ଥିବ, ସ୍ନାନ ନ କରିଣ ପଶୁଛି ଦେଉଳ ଭିତରେ। ତାଠାରୁ ପାପିନୀ ଆଉ ସଂସାରରେ ନାହିଁ, ମୋହର ବଚନ ଏବେ ଶୁଣ ପ୍ରାଣ ସହି। ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ, ବାଇ ପ୍ରାୟ ବୁଲୁଥାଉ ଘୋଇ ମୋ ଘରଣୀ। ଏକ ଘର କରାଇ ସହସ୍ର ଘର ଭାଙ୍ଗି, ସହସ୍ର ଘର କରାଉ ଏକ ଘର ଭାଙ୍ଗି। ଏମନ୍ତ ପ୍ରକାରେ ଲକ୍ଷ୍ମୀ ମହିମା ତୋହର, ସାଓ ଲକ୍ଷ୍ମୀ ବାହାରି ଗୋ ନଥାଉ ମୋ ଘର। ତୋଠାରେ କୋପ କରିଛନ୍ତି ଜ୍ୟେଷ୍ଠ ଭାଇ, ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ।
ଛାଡ଼ ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ। ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁହଁ ଚାହିଁ। ଆମ୍ଭ ଜାତିରେ ତ ଛାଡ଼ ପତ୍ର ଚଳେ ନାହିଁ। ଛାଡ଼ିବା ଭାରି ଯା ମୁଖ ଚାହିଁ ନ ଯୋଗାଇ। ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ। ଯେତେବେଳେ ସାଗର ମନ୍ଥିଲ ଦେବ ଯାଇ। ବେଦ ମନ୍ତ୍ରାଦି ସହିତେ ମୋତେ ପାଇଥିଲ। ସେତେବେଳ କଥା ହେ ପାଶ ଋଣ ଦେଲ। ମୋର ପିତା ବରୁଣ ଯେ ତୁମ୍ଭକୁ ବରିଲା। କନକ ବେଦୀରେ ନେଇ ବିଭା କରାଇଲା। ଝିଅ ଦେଇ ଶରଣ ପଶିଲେ ତୁମ୍ଭ ଠାଇଁ। ଦାସ ଦୋଷ ମୋର କ୍ଷମା କରିବାର ପାଇଁ। 10 ଗୋଟି ଦୋଷରୁ ଗୋଟିଏ ନ ସହିଲ। ପ୍ରଥମରୁ ଚଣ୍ଡାଳୁଣୀ ବୋଲି ଗାଳି ଦେଲ। ବିଭାବାସୀ ଦିନ ଜୁଆ ଖେଳିବାର ବେଳେ। 7 ବେଳ କଉଡ଼ି ଯେ ପାରିଲଇଁ ତଳେ। ତୁମ୍ଭେ ତୋଳି ଦିଅ ନାଥ ମୋହର ହସ୍ତରେ। ସୁବର୍ଣ୍ଣ କଉଡ଼ି ମୁହିଁ ଚାକିଲଇଁ କରେ। କରାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର। ମୋତେ ବୋଇଲ ଯା ଇଚ୍ଛା ମାଗି ଘେନ ବର। ଯାହା ମନ ବାଞ୍ଛା ଗୋ କରିବୁ ବୈଦେହୀ। ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣ ସହି। କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର। ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର। 8 ଦିନେ ପଡ଼ିବ ମୋହର ଗୁରୁବାର। ପଡ଼ିଚର ଯିବି ମୁହିଁ ସଭିଙ୍କର ଘର। ପଡ଼ିଚର ଯିବି ଟିକିଟୁ ବ୍ରହ୍ମ ବୈଜନ୍ତେ। ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତ୍ତେ। ହେଉ ବୋଲି ଶ୍ରୀମୁଖରୁ ଆଜ୍ଞା ଅଛ ଦେଇ। ଏବେ କିମ୍ବା ସତ୍ୟ ଭଗ୍ନ ହେଉଛ ଗୋସାଇଁ। ଜଗନ୍ନାଥ କହୁଛନ୍ତି କୋପଭର ହୋଇ। ବାପ ତ ଲୁଣିଆ ଯେ ଗରଜି ମରୁଥାଇ। ଝିଅ ଟେରି ତୋ ଦୁର୍ଗୁଣ କହିଲେ ନ ସରେ। ବାପର ଗର୍ଜନ ଶବ୍ଦେ କିଏ ରହିପାରେ। ଚାରିପାଖେ ମେଘନାଦ ପାଚିରି ତୋଳାଇ। ବଡ଼ ଦେଉଳରେ ରହିଅଛୁ ଦୁଇ ଭାଇ। ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁ। ଅଛବର ଘରେ ଦଣ୍ଡେ ଥିଲି ଦୁଇ ବୁଭା ହୋଇ। ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ। ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇଁ। ପ୍ରଭୁ ହେତୁ ସବୁ ଯାଉଅଛି ଗୋପ୍ୟ ହୋଇ। ତୁମ୍ଭ ଜାତି କୁଳର ତ ଠିକଣା ନ ଥାଇ। ତୁମ୍ଭ ଜାତି କୁଳ ଯେ କହିଲେ ନ ସରଇ। ଗଉଡ଼ ଘରେ ରହିଲ ଦୁଇ ଗୋଟି ଭାଇ। ନିମା ନାମେ ଶିପୁଟି ଯେ ଜାତିରେ ଗୋଲକ। ତାହା ଘରେ ଜଗନ୍ନାଥ କଲ ଅନ୍ନଭକ୍ଷ। ଦୂତ ପରେ ଯାଇଥିଲ ହସ୍ତିନା ଭୁବନ। ବିଦୁର ଘରେ ଯେ ପୁଣି କରିଲ ଭୋଜନ। ଜାରା ନାମେ ଶବର ଯେ ଅରଣ୍ୟରେ ଘର। ସେ ତୁମ୍ଭଙ୍କୁ ପୂଜିଲା ବରଷ ଦରବାର। ଅରଣ୍ୟରୁ ଫଳମୂଳ ଖୋଜିଣ ଆଣଇ। ବସିଣ ପ୍ରଥମେ ଫଳ ମୂଳ ସେ ଚାଖଇ। ପିତା କଷା ସବୁ ପ୍ରଭୁ ଆଡ଼ କରିଦେଲେ। ଯେ ଫଳ ସୁଆଦ ତାକୁ ତୁମ୍ଭଙ୍କୁ ଭୋଜାଇ। ଶବର ବିଟାଳ ତୁମ୍ଭେ ବେନି ଗୋଟି ଭାଇ। ଏ କଥା କି ତୁମ୍ଭ ମନୁ ଗଲା ଉଲ୍ ହୋଇ। ପାପଣେ ପାତକୀ ତୁମ୍ଭେ ପର ନିନ୍ଦା କର। ପାପ ପୁଣ୍ୟ ଦୁଇ କଥା ବିଚାର ନ କର। ଭାରି ଯା ଯେ ଦୋଷ କଲେ ପତିତା ସହଇ। କିମ୍ପା ନ କରଇ ଗୋସାଇଁ ଏମନ୍ତ ବିଚାର। ଯାଅ ଯାଅ ବୋଲୁଅଛ ମୋତେ ବାରମ୍ବାର। ଜଗନ୍ନାଥ କହୁଛନ୍ତି ଏମନ୍ତ କରିବୁ। ମାଣେ ମାଣେ ପଡ଼ି ତୋତେ ନିତ୍ୟ ଦେଉଥିବୁ। ଭାଇଙ୍କୁ ବୁଝାଇ ପଛେ ତୁମ୍ଭକୁ ଆଣିବୁ। ଭାଇଙ୍କ ଆଜ୍ଞା ଅବଜ୍ଞା କେବେ ନ କରିବୁ। ଲକ୍ଷ୍ମୀ ଦେବୀ କହନ୍ତି ପଡ଼ିରେ କାର୍ଯ୍ୟ ନାହିଁ। ଅନାଥ ରକ୍ଷ ପାୟ ଯାଉଅଛି ମୁଇଁ। ରାଣ୍ଡିଆ ଲକ୍ଷଣୀ ଝିଅ ମୁହିଁ ଯେ ନୁହଇଁ।
ପିତାର ଘରକୁ ମୁଁ ଯେ ବାହାରି ଯିବଇଁ, ତୁମ୍ଭ ଅଳଙ୍କାର ମାନ ପ୍ରଭୁ କାଢ଼ି ନିଅ, ପଛରେ ମୋତେ ଯେ ଆଉ ବୋଲଣା ନ ଦିଅ। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲୁ କି ବାଇ, ଅଙ୍ଗୁ ଅଳଙ୍କାର ଆମ୍ଭେ ନେବୁ କାହିଁ ପାଇଁ। ଭାରି ଯାର ଅଙ୍ଗେ ଯେଉଁ ଅଳଙ୍କାର ଥାଏ, ସ୍ୱାମୀ ହୋଇ ତାହାଠାରୁ କାଢ଼ିଣ କି ନିଏ। ଠାକୁରାଣୀ କହୁଛନ୍ତି ସେ ମୁଖକୁ ଚାହିଁ, ତୁମର ଅଟଇ ମୁଁ ଯେ ପ୍ରଥମ ବିବାହୀ। ପଛରେ କହିବ ଲକ୍ଷ୍ମୀ ଆମ ଘରେ ଥିଲା, ସହସ୍ର ଟଙ୍କାର ଅଳଙ୍କାର ବେନିଗଲା। ଏମନ୍ତ ଅଖ୍ୟାତି ମୋତେ ନ ଦିଅ ଗୋସାଇଁ, ତୁମ ଅଳଙ୍କାର ମାନ ନିଅ ବାହୁଡ଼ାଇ। ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି, ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚୁଲି। ଅଣ୍ଟାରୁ କାଢ଼ିଲେ ମାଏ ରତ୍ନ ଓଡ଼ିଆଣୀ, ନାସିକାରୁ କାଢ଼ିଲେ ସେ ମୁକୁତା ବସଣି। ଦୁଇ କାନରୁ କାଢ଼ିଲେ ହୀରାର କୁଣ୍ଡଳ, ଗଳାରୁ କାଢ଼ିଲେ ଯେ ଦୋଷରି ଛିନମାଳ। ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୂପୁର, ଅଙ୍ଗୁଷ୍ଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସତର। ଅନ୍ୟ ଅଳଙ୍କାର କି କହିବି ଆଉ, ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ। ସବୁ ଅଳଙ୍କାର ମାନ ଏକଠାବ କଲେ, ରଖ ଦୀନ ବନ୍ଧୁ ବୋଲି ଏହା ବୋଲି ସମର୍ପିଲେ। ଗୋବିନ୍ଦ କହନ୍ତି ଏହା କି କରିବୁ ନେଇ, ଆମ୍ଭର ଏ ଅଳଙ୍କାର ପ୍ରୟୋଜନ ନାଇଁ। ଗୃହସ୍ଥ ହୋଇଣ ଯେବେ ଭାର୍ଯ୍ୟାକୁ ତେଜ, ଛମାସକୁ ଭାତ ଲୁଗା ଦେଖିଣ ଦିଅଇ। ଏହି ଅଳଙ୍କାର ସବୁ ତୁମ୍ଭେ ଘେନି ଯାଅ, ବିକି ଭାଙ୍ଗି କରି ଭାତ ଲୁଗା କରୁଥାଅ। ଲକ୍ଷ୍ମୀ ଦେବୀ କହୁଛନ୍ତି ପ୍ରଭୁ ମୁଖ ଚାହିଁ, ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ। ମୋହ ତୁଲେ ଆଉ ଯେଉଁ ଭାରିଜା ଆଣିବ, ଏହି ସବୁ ଅଳଙ୍କାର ତାହାକୁ ଯେ ଦେବ। ମୋହି ଯାଉଅଛି ହୀନା ଅରକ୍ଷିତା ହୋଇ, ମୋହ ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ। ସତେ ଯେବେ ସୂର୍ଯ୍ୟ ଚନ୍ଦ୍ର ହୁଅନ୍ତି ଆତଯାତ, ତୁମ୍ଭକୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ। 12 ବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ, ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭକୁ ନ ମିଳିବ। ମୋହି ଚଣ୍ଡାଳୁଣୀ ଯେବେ ଟେକି ଦେବି ଅନ୍ନ, ଭୋଜନ କରିବ ତେବେ କାଳିୟ ଗଞ୍ଜନ। ଏତେ ବୋଲି ଲକ୍ଷ୍ମୀ ଦେବୀ ଶାପ ଦେଇଗଲେ, ଦେଉଳ ବାହାର ହୋଇ କେତେ ଦୂର ଗଲେ। ଏହା ଦେଖି ଦାସୀମାନେ ସଙ୍ଗେ ଗୋଡ଼ାଅନ୍ତି, ଦାସୀଙ୍କୁ ଅନାଇ ଲକ୍ଷ୍ମୀ ଦେବୀ ବୋଲୁଛନ୍ତି, ମୋହି ଯାଉଅଛି ହୀନ ଅଲକ୍ଷଣୀ ହୋଇ, ମୋର ପଛେ ତୁମ୍ଭେମାନେ ଆସୁଛ କି ପାଇଁ। ଏହିପରି ହୋଇ ଯେବେ ପିତା ଘର ଯିବି, 4 ଦିନ ମାତ୍ର କରି ରହି ନ ପାରିବି। ଜଗନ୍ନାଥ ପ୍ରାୟ ବନ୍ଧୁ ପିତା ଘର ଯିବି, ତାଙ୍କୁ ଦେଖି ପିତା ମୋତେ ସମର୍ପଣ ଦେବେ। ଶାପ ଦେବା ଫଳ ମୋର ହେବ କାରଣ,
ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ। ଏତେ ବୋଲି ଲକ୍ଷ୍ମୀ ଦେବୀ ମନେ ଚିନ୍ତା କଲେ, ବିଶ୍ୱକର୍ମାକୁ ଯେ ମାଏ ମନେ ସୁମରିଲେ। ବୈକୁଣ୍ଠପୁରରେ ବିଶ୍ୱକର୍ମା ରହିଥିଲେ, ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ପଶିଲେ। କିସ ଆଜ୍ଞା ହେଉ ମୋତେ ଲକ୍ଷ୍ମୀ ମହାମାଇ, ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାକୁ ଯେ ଚାହିଁ। ଚଣ୍ଡାଳୁଣୀ ବାଦେ ପ୍ରଭୁ ଦେଲେ ଘଉଡ଼ାଇ, ପାରିବୁ କି ଖଣ୍ଡିଏ କୋଡ଼ିଆ ତୋଳି ଦେଇ। ଆଜ୍ଞା ମୋତେ ବିଶ୍ୱକର୍ମା ବେଗେ ଚଳିଗଲା, 3 କ୍ରୋଶ ପ୍ରମାଣେଉ ଆସ ତୋଳାଇଲା। ହୀରା ନୀଳ ମାଣିକ୍ୟାଦି ତହିଁ ଖଞ୍ଜାଇଲେ, ଗଣ୍ଠି ତଳେ ଅନେକ ମୁକୁତା ଲଗାଇଲେ। ପ୍ରବାଳ ସ୍ତମ୍ଭ ମାନ ତହିଁରେ ରଚିଲେ, ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ। ବିଶ୍ୱକର୍ମାକୁ ବହୁତ ପ୍ରଶଂସା ଯେ କଲେ, ବୈକୁଣ୍ଠପୁରକୁ ବିଶ୍ୱକର୍ମା ଚଳିଗଲେ। ଅଷ୍ଟବେତାଳଙ୍କୁ ଡାକି ଦେବୀ ଆଜ୍ଞା ଦେଲେ, ଅଷ୍ଟବେତାଳରେ ତୁମ୍ଭେ ମନ୍ତ କରିବ। ପ୍ରଥମେ ରୋଷାଇ ଶାଳେ ଯାଇଣ ପଶିବ, 60 ପଉଟି ଭୋଗ ବୁଞ୍ଜିବ ଯେ 13 ପଉଟି ବ୍ୟଞ୍ଜନ ଖାଇବ ହର୍ଷ ହୋଇ। ଶାଗ ମୁଗ ମଧୁ ରୁଚି ତିକ୍ତ କାଞ୍ଜିରାଇ, ଆମ୍ବିଳ ଖାଇବ ଖଣ୍ଡ ସାକର ମିଶାଇ। ଅମୃତ ମଣୋହି ମାନ ଭୋଜନ କରିବ, ହାଣ୍ଡି ମାନ ନେଇ ଏକ ଠାବେ କଚାଡ଼ିବ। ତହୁଁ ଯାଇଣ ଭଣ୍ଡାର ମଧ୍ୟରେ ପଶିବ, 52 କୋଟି ଭଣ୍ଡାର ବୋହିଣ ଆଣିବ। କାଣି କଉଡ଼ି କଡ଼ାର ଦ୍ରବ୍ୟ ନ ରଖିବ, ସବୁ ବୋହି ଆଣି ମୋହ ପାଶେ ସମର୍ପିବ। ବେତାଳ ବୋଇଲେ ମହାଲକ୍ଷ୍ମୀ ମୁହଁ ଚାହିଁ, କେମନ୍ତ କରିଣ ତହୁଁ ଆଣିବୁ ବୁହାଇ। ଜଗନ୍ନାଥ ମହାପ୍ରଭୁ ତାହିଁ ଚେଇଁଥିବେ, ଆମ୍ଭକୁ ଦେଖିଣ କାଳେ ପରାଭବ ଦେବେ। ଶୁଣି କମଳିନୀ ନିଦ୍ରାବତୀ କିରାଇଲେ, ବହନ ମୋ ବୋଲ କର ବୋଲିଣ ବୋଇଲେ। ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିବୁ, କାଲି ବେଳ 2 ଘଡ଼ି ଯାଏ ନ ଛାଡ଼ିବୁ। ଆଜ୍ଞା ପାଇ ନିଦ୍ରାବତୀ ଶୀଘ୍ର ଚଳିଗଲେ, ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ। ପାକଶାଳାରେ ବେତାଳେ ପ୍ରବେଶ ହୋଇଲେ, ତହିଁ ଥିବା ପାକ ଦ୍ରବ୍ୟ ସମସ୍ତ ଖାଇଲେ। ହାଣ୍ଡି ମାନ ସବୁ ଏକ ଠାବେ କଚାଡ଼ିଲେ, ଭଣ୍ଡାର ଘରରେ ଅଷ୍ଟ ବେତାଳେ ପଶିଲେ। ଯେତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତହିଁ, 52 କୋଟି ଭଣ୍ଡାର ଆଣିଲେ ବୁହାଇ। ରାତ୍ର 16 ଘଡ଼ି ଯାକ ବେତାଳ ଯେ ତହିଁ, କୁଲାରୁ ଛାଞ୍ଚୁଣି ଯାଏ ସବୁ ନେଲେ ବୋହି। ଦେଖି କରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ, ତୁମ୍ଭେ ଆଜି ପୁତ୍ରପଣ କରିଲ ବୋଇଲେ। ପ୍ରଶଂସା କରିଣ ମାଏ ବଚନ ଯେ କହି, ସବୁ ଦ୍ରବ୍ୟ ଆଣିଲ ତ ରତ୍ନ ଖଟକାଇ। 5 ଲକ୍ଷ ଟଙ୍କା ମୂଲ୍ୟ ସେ ଖଟ ଅଟଇ,
ଯାରେ ବେତାଳ ଏବେ ଖଟ ଆଣ ବୋହି, ଯେବେ ଜଗନ୍ନାଥ ପ୍ରଭୁ ମତେ ନ ଖୋଜିବେ, ନାରୀକୁ ପୁରୁଷ ମାନେ ଆଉ ନ ଲୋଡ଼ିବେ, ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର, କଳି ଯୁଗେ ନାରୀଙ୍କି ଯେ ନ ଖୋଜିବେ ନର। ବେତାଳେ ବୋଲୁଅଛନ୍ତି ରମା ମୁଖ ଚାହିଁ, ରତ୍ନ ଖଟେ ଶୋଇଛନ୍ତି ଦୁଇ ଗୋଟି ଭାଇ, କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ, ପୁଣି ତହିଁ ଶୋଇଛନ୍ତି କାଳିୟ ଗଞ୍ଜନ, ସାତ ଗୋଟି ପର୍ବତରୁ ଅଟଇ ଯେ କରୁ, ନାମ ବହିଅଛନ୍ତି ଅଚଳ ମହାମେରୁ, ମହାଲକ୍ଷ୍ମୀ ବୋଇଲେ ରେ ଏମନ୍ତ କରିବ, ଦଉଡ଼ିଆ ଖଟ ଏକ ଗୋଟି ଯେ ଆଣିବ, ରାମକୃଷ୍ଣ ଦୁହିଁଙ୍କୁ ଯେ ଗଡ଼ାଇଣ ଦେବ, ଶୋଇବାର ରତ୍ନ ଖଟ ବୋହିଣ ଆଣିବ। ଏହା ଶୁଣି ବେତାଳେ ଯେ ଶୀଘ୍ର ଚଳିଗଲେ, ରତ୍ନ ଖଟ ପାଶେ ଦଉଡ଼ିଆ ଖଟ ଦେଲେ, ବଳରାମଙ୍କୁ ପ୍ରଥମେ ଧଇଲେ କଜାଇ, ଦଉଡ଼ିଆ ଖଟକୁ ଯେ ଦେଲେ ଗଡ଼ିଆଇ, ଏ ଉତ୍ତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧଇଲେ, ଦଉଡ଼ିଆ ଖଟ ଉପରକୁ ଗଡ଼ାଇଲେ, ଶୋଇବାର ରତ୍ନ ଖଟ ଆଣିଲେ କବହି, ମହାଲକ୍ଷ୍ମୀ ଆଗେ ଦେଲେ ଆନନ୍ଦରେ ନେଇ, ବଳରାମ ପିନ୍ଧିବାର ପାଟ ବୋଇ ନେଲେ, ଜଗନ୍ନାଥ ପିନ୍ଧିବାର ନେତ ଘେନି ଗଲେ, ଦେଖି କରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ, ଅଷ୍ଟବେତାଳଙ୍କୁ ବର ଯାଚିଣ ଯେ ଦେଲେ, ଆରେ ଅଷ୍ଟବେତାଳରେ ଏମନ୍ତ କରିବ, ବୈକୁଣ୍ଠପୁରରେ ଯାଇ ସୁଖରେ ରହିବ। ଆଜ୍ଞା ପାଇଣ ବେତାଳ ଗଣ ବେଗେ ଚଳିଗଲେ, ବୈକୁଣ୍ଠପୁରରେ ଯାଇ ପ୍ରବେଶ ହୋଇଲେ, ମହାଲକ୍ଷ୍ମୀ ତହୁଁ ଏକ କଥା ବିଚାରିଲେ, ସରସ୍ୱତୀ ଦେବୀଙ୍କୁ ଯେ ହୃଦେ ସମରିଲେ, ବୋଇଲେ ଗୋ ସରସ୍ୱତୀ ଏମନ୍ତ କରି, ରାଜେ ରାଜେ ହୋଇ ଘରେ ଘରେ ବୁଲୁଥିବ, ସର୍ବଦ୍ୱାରେ ଜଗନ୍ନାଥ ବୁଲିବେ କଜାଇ, ସର୍ବକଣ୍ଠେ ସରସ୍ୱତୀ ବିଜେ କର ତୋହି, ଅନ୍ନ ପାଣି କେହି ତାଙ୍କୁ କିଛି ହିଁ ନ ଦେବେ, ଏତେ ଦୁଃଖ ପାଇଲେ ଯେ ମତେ ସୁମରିବେ, ଆରାମଦାୟିନୀ ରାତ୍ର ସୁଖରେ ପାଇଲା, ବେଳ ଦୁଇ ଘଡ଼ିକରେ ନିଦ୍ରା ଯେ ଭାଜିଲା, ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଗହଳ ଚହଳ ଆଜି କିଛି ଶୁଭୁ ନାହିଁ, ମୁଦି ରଥ ପଣ୍ଡାରତ ତୁଣ୍ଡ ଶୁଭୁ ନାହିଁ, ଦାସୀ ପରିବାରି ଯେପରି ଛାଗଲେ କାହିଁ, ଶ୍ରୀମୁଖ ପଖାଳିବାକୁ ଜଳ ନ ମିଳଇ, କି ବୁଦ୍ଧି କରିବା ଏବେ କହରେ କହ୍ନାଇ, ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ଲକ୍ଷ୍ମୀ ଛାଡ଼ି ଗଲାରୁ ଯେ ଏମନ୍ତ ହୁଅଇ, ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଭାର୍ଯ୍ୟା ଛାର ଏମନ୍ତକୁ କହୁଅଛୁ ତୁଇ, କାହାର ଭାରିଜା ଯେବେ ରୁଷି ହଜି ଯାଏ, ତାର ଗୃହସ୍ଥ କି ଭାତ ରାନ୍ଧିର ନ ଖାଏ, ଭଣ୍ଡାର ଘରକୁ ବି ଯେ କଲେ ଦୁଇ ଭାଇ, ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ଯେ ନାହିଁ, ବଳରାମ କହୁଛନ୍ତି କାହିଁକି ସହେଲା, 52 କୋଟି ଭଣ୍ଡାର ତକ କେନିଗଲା, ଲକ୍ଷେ ଜୀବ ଖାଇଲେ ବୋହିଲେ ନ ସରଇ, କ୍ଷଣକ ଭିତରେ କିଏ ନେଇଗଲା ବହି, ସୁବର୍ଣ୍ଣ ମୁଦିଏ ବଳରାମ ଯେ ପାଇଲେ, 7 ଗୋଟି ଗଣ୍ଠି ଦେଇ କାନିରେ ବାନ୍ଧିଲେ, ଜଗନ୍ନାଥ ବୋଇଲେ ହୋ କି ପାଇଲ ଭାଇ, ବଳରାମ କହୁଛନ୍ତି ଧନ ପାଇଲଇଁ, ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ବେଙ୍ଗି ପିତଳ ଖଣ୍ଡକ ରଖ କାହିଁ ପାଇଁ, ବଳରାମ କହୁଛନ୍ତି କି କଥା ଘଟିଲା, ପାଇଥିବା ସ୍ୱର୍ଣ୍ଣ ବେଙ୍ଗି ପିତଳ ହୋଇଲା, ସୁଧ ସୁବର୍ଣ୍ଣରେ ଯେଉଁ ଧନ ହୋଇଥିଲା, ଭାଗ୍ୟକୁ କାଣି କଉଡ଼ି ସମାନ ନୋହିଲା, ସେଠାରୁ ବାହାରି ଗଲେ ଦୁଇ ଗୋଟି ଭାଇ,
ପାକଶାଳା ଦ୍ୱାରେ ଯେ ପ୍ରବେଶ ହେଲେ ଯାଇ, ବଳରାମ ଠିଆ ହେଲେ ଦୁଆର ମୁହଁକୁ। ଜଗନ୍ନାଥ ପଶିଗଲେ ରୋଷାଇ ଘରକୁ। ଦେହରେ ଲାଗିଲା କଳା, ମୁହଁରେ ଲାଗିଲା କଳା, ଶ୍ରୀମୁଖ ଗୋଟିକ ଝଲସି ଦିଶିଲା। ବଳରାମ କହୁଛନ୍ତି, ଶୁଣ ଜଗନ୍ନାଥ, ବଡ଼ଖିଆ ବୋଲି ତତେ ବୋଲନ୍ତି ଜଗତ। ମୋତେ ଅନ୍ନ ନ ଦେଇଣ ସବୁ ଖାଉ ତୁହି। ଜଗନ୍ନାଥ କହୁଛନ୍ତି, ଶୁଣ ଜ୍ୟେଷ୍ଠ ଭାଇ, ଅନ୍ନ କାହୁଁ ମିଳିବ ଯେ ଚୁଲି ସୁଦ୍ଧା ନାହିଁ। ନ ବୁଝି ଏପରି କିମ୍ପା କହୁଛ ଗୋସାଇଁ। ସେଠାରୁ ଯାଇ ଦେଖିଲି ଧାନର ମରାଇ, ଲକ୍ଷ ଲକ୍ଷ ଭରଣ ଯେ ଧାନ ଜଇଁ ଥାଇ। ଦେଖିଲେ ଅଗାଡ଼ି ତହିଁ ଗୋଟିଏ ଯେ ନାହିଁ, ତହୁଁ ଗଲେ ଦୁଇ ଭାଇ ନିରାଶ ଯେ ହୋଇ। ଇନ୍ଦ୍ରଦ୍ୟୁମ୍ନ କୂଳେ ଯାଇ ପ୍ରବେଶ ହୋଇଲେ, ଟୋପାଏ ସୁଦ୍ଧା ଯେ ପାଣି ତହିଁ ନ ଦେଖିଲେ। ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ, ସେଦିନେକ ଉପବାସ କରି ନ ରହିଲେ। ବେଳ ଦୁଇ ଘଡ଼ିକରେ ନିଦ୍ରା ଯେ ଭାଜିଲା, ମୁଖ ପ୍ରକ୍ଷାଳନେ ଅର୍ଥ ପାଣି ନ ମିଳିଲା। କି ବୁଦ୍ଧି କରିବା ଏବେ ବୁଦ୍ଧି ଦିଶୁ ନାହିଁ। ବଳରାମ କହୁଛନ୍ତି, ଶୁଣରେ କହ୍ନାଇ, କାଲି ଉପବାସରେ ରହିଲୁ ଦୁଇ ଭାଇ, ଆଜି ପାଦେ ଯିବାକୁ ତ ବଳ ପାଉନାହିଁ। କେଉଁଠାରୁ ଯେବେ ଆଜି ଅନ୍ନ ନ ମିଳିବ, କେମନ୍ତ ପ୍ରକାରେ ଆମ୍ଭେ ଧରିବା ଜୀବନ। ବଳରାମ କହୁଛନ୍ତି, ଶୁଣ ଆରେ ବାବା, ନଗରରେ ଭିକ୍ଷା ମାଗି ଜୀବନ ପୋଷିବା। କାନ୍ଧରେ ପକାଇ ଛିଣ୍ଡା ଉତ୍ତରୀ ପଇତା, ହସ୍ତରେ ଧଇଲେ ଦୁଇ ଭାଇ ବଙ୍ଗା ଛତା। ଚିତା ଘେନିବାକୁ ଜଳ କାହିଁ ନ ପାଆନ୍ତି, ଯାହା ଘରଠାକୁ ପାଣି ମାଗିବାକୁ ଯାନ୍ତି। ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇ ଦିଅନ୍ତି, ସେଠା ବରୁ ଦୁଇ ଭାଇ ଭୟେ ପଳାବନ୍ତି। ଜଗନ୍ନାଥ କହୁଛନ୍ତି, ଶୁଣ ଜ୍ୟେଷ୍ଠ ଭାଇ, ବଡ଼ ପଣ୍ଡା ଘରକୁ ହେ ଚାଲ ଏବେ ଯାଇ। ହସ୍ତ ଧରା ଧରି ହୋଇ ଦୁଇ ଭାଇ ଗଲେ, ବଡ଼ ପଣ୍ଡା ଘରଠାରେ ପ୍ରବେଶ ହୋଇଲେ। ବଧୂ ତାର କଢ଼ଇ ଯେ ଶାଶୁ ଆଗେ ଯାଇ, ବ୍ରାହ୍ମଣ ଯେ ଦୁଇ ଗୋଟି ଆସିଛନ୍ତି ଧାଇଁ। ଶାଶୁ ରାଣ୍ଡ ତ ତାହାକୁ ଚିହ୍ନି ନ ପାରିଲା, ଧାଇଁ ଯାଇ ବେଗେ ଦାଣ୍ଡ କବାଟ କିଳିଲା। ଆସ ଆସ ବୋହୂ ଏଲୋ ଠେଙ୍ଗା ବାଡ଼ି ନେଇ, ଚୋର କି ଖଣ୍ଟ ଏ ଦୁହେଁ ଦେବା ଘଉଡ଼ାଇ। ଶୁଣି ଦୁଇ ଭାଇ ତହୁଁ ଡରେ ପଳାଇଲେ, ସାମବେଦ ଯଜୁର୍ବେଦ ଦୁହେଁ ଉଚ୍ଚାରିଲେ। ଶୁଣି ଶୁଷ୍କ ତରୁଗଣ ପଲ୍ଲବି ଉଠିଲେ, ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ। ଦୁଇ ଭାଇଙ୍କୁ ଯେ ଡାକି ତହୁଁ ବସାଇଲା, ଖୁଦ ମଳୁଖ ମିଶାଇ ସତ୍ୱରେ ରାନ୍ଧିଲା। ଅଫିଟା କଦଳୀ ମଞ୍ଜ ଦୁଇ ଖଣ୍ଡ ଆଣି, ବେନି ଭାଇ ପକାଇଣ ସିଞ୍ଚିଲେ କପାଣି। କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣି ଗଲା, ଅନ୍ନ କି ବାଢ଼ିବ ତାର ହାଣ୍ଡି ଉଭାଇଲା। ଲକ୍ଷ୍ମୀ ଦ୍ରୋହୀ ପୁରୁଷ ଏ ବୋଲିର ଜାଣିଲା, ପାକଶାଳାରୁ ଲେଉଟି ପାଖରେ ମିଳିଲା। ଦୁଇ ଗୋଟି ଭାଇଙ୍କର ହସ୍ତକୁ ଧଇଲା, କଟୁ କଥା କହି ନେଇ ଦାଣ୍ଡରେ ଛାଡ଼ିଲା। ତହୁଁ ଦୁଇ ଜଣ ଯେ ନିରାଶ ହୋଇଗଲେ, କବୀର ସାହିରେ ଯାଇ ପ୍ରବେଶ ହୋଇଲେ। କ୍ଷୁଧାର୍ତ୍ତ ବ୍ରାହ୍ମଣ ବୋଲି କବୀର ଜାଣିଲେ, ଖଇ ମାଣ ଚାରି ପାଞ୍ଚ ଆଣି ବେଗେ ଦେଲେ। ଅନ୍ତର୍ଗତେ ଜାଣିଲେ ଯେ ଦେବୀ କମଳିନୀ, ପବନକୁ ଡାକି ଆଜ୍ଞା ଦେଲେ ସେଇ କ୍ଷଣି। ଆରେ ପବନ ତୁ ବି ତ ବେଗେ ଚଳି ଯିବୁ, ଖଇ ଚାରି ପାଞ୍ଚ ମାଣ ଉଡ଼ାଇଣ ନେବୁ। ଆଜ୍ଞା ପାଇ ପବନ ଯେ ବେଗେ ଚଳିଗଲା, ପ୍ରଭୁଙ୍କ ପାଗରୁ ଖଇ ଉଡ଼ାଇଣ ନେଲା। ବଳରାମ କହୁଛନ୍ତି, ଶୁଣରେ କହ୍ନାଇ,
ପ୍ରାଣ ଗଲା ବେଳେ ଜାତି କୂଳ ଲୋଡ଼ୁ କାହିଁ। ପଦ୍ମ ପୋଖରୀକୁ ଚାଲ ଯିବା ଦୁଇ ଭାଇ, ପଦ୍ମମୂଳ ଖାଇ ପ୍ରାଣ ବଞ୍ଚାଇବା ତହିଁ। ଫଳ ପୁଷ୍ପ କରି ତହୁଁ ଗୁଡ଼ିଏ ଖାଇବା, ଅଧିକ ମିଳିଲେ କିଛି ସଞ୍ଚିଣ ରଖିବା। ଏମନ୍ତ ବିଚାର କରି ଦୁଇ ଭାଇ ଗଲେ, ପଦ୍ମ ପୁଷ୍କରିଣୀରେ ଯେ ପ୍ରବେଶ ହୋଇଲେ। ପଦ୍ମ ପୋଖରୀରେ 7 ତାଳ ପାଣି ଥିଲା। ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା। ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା, ଜଳ ନାହିଁ ଫଳ ଏଥୁ କାହିଁରୁ ପାଇବା। ଏହା କହି ଦୁଇ ଜଣ ତହୁଁ ଚଳିଗଲେ। ଯାଉ ଯାଉ ବାଟେ ଏକେ ଯୋଗୀକୁ ଭେଟିଲେ। ଜଗନ୍ନାଥ କହୁଛନ୍ତି ଶୁଣ ଆହେ ନାଥ, ତୁମ୍ଭର ଥାଳରୁ ଯେ ଆମ୍ଭକୁ ଦିଅ ଭାତ। ସଦାନନ୍ଦ ବୋଲେ ରାମକୃଷ୍ଣ ମୁଖ ଚାହିଁ, ଲକ୍ଷ୍ମୀ ଦ୍ରୋହୀ ହୋଇଅଛ ତୁମ୍ଭେ ଦୁଇ ଭାଇ। ଦୁଧ ଅନ୍ନରେ ଯେ ମୋର ଥାଳ ପୂରିଥିଲା, ତୁମ୍ଭେ ମାଗନ୍ତେଣ ଅନ୍ନ ଶୂନ୍ୟ ହୋଇଗଲା। ଅନ୍ନ ଜଳ ନ ମିଳିବ ତୁମ୍ଭକୁ ଯେ କାହିଁ, ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ। ମୁହିଁ ଯାଇଥିଲି ମୋତେ ଅନ୍ନ ଥିଲେ ଦେଇ, ଖାଇଲେ ବହିଲେ ସେହି ଅନ୍ନ ନ ସରଇ। ଏହି ରୂପେ ସତ୍ୟାନନ୍ଦ ବାଟ କହିଦେଲେ, ଯିବ ବୋଲି ଦୁଇ ଭାଇ କମର ବାନ୍ଧିଲେ। ହଟି କମଳିନୀ ତହୁଁ ହଟ ଭିହାଇଲେ, ସୂର୍ଯ୍ୟଙ୍କୁ ଡାକିଣ ଦେବୀ ବେଗେ ଆଜ୍ଞା ଦେଲେ। ଅତି ଶୀଘ୍ର ଟାଣ ଖରା କର ବେଗେ ଯାଇ, ବାଲି ମାଟି ତାତୁ ବେଗେ ଡହ ଡହ ହୋଇ। ତାତିବ ଖରାରେ ଯେହ୍ନେ ଭାଜିବାର ବାଲି, ପାଦେ ମାତ୍ର କେହି ତହିଁ ନ ପାରିବେ ଚାଲି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ଏତେ ବଡ଼ ଖରାରେ ମୁଁ ଚାଲି ନ ପାରଇ। ବେଗେ ବେଗେ ତୁମେ ଯାଉଅଛ ଧାଇଁ, ବୁଦ୍ଧି ଦିଶୁ ନାହିଁ ଏବେ କିସ କରିବଇ। ଶୁଣି ନ ଶୁଣିଲା ପରି ନଳଦେବ ଗଲେ, କମଳାଙ୍କ ସିଂହଦ୍ୱାରେ ପ୍ରବେଶ ହୋଇଲେ। ସିଂହଦ୍ୱାରେ ପ୍ରବେଶିଣ ଡାକିଲେ କଜହୁଁ, ଡାକ ଶୁଣି ଦାସୀମାନେ ଅଇଲେ କତହୁଁ। ତେହୁଁ ଦାସୀ କହୁଅଛି ଶୁଣ ଆଗ ସହି, ଏପରି କାଙ୍ଗାଳ ମୁଁ ଯେ କାହିଁ ଦେଖି ନାହିଁ। ଏହିପରି ମୋଟା ଗୋଇ ଗୋଟାଏ ଥିଲା, ଆମ୍ଭ ଠାକୁରାଣୀକୁ ଯେ ଘଉଡ଼ାଇ ଦେଲା। ଏହି ରୂପେ ଦାସୀମାନେ କୁହାକୁହି ହେଲେ, ବେକରେ ହାତ ଦେଇଣ ଦାଣ୍ଡରେ ଛାଡ଼ିଲେ। ବଳରାମ ପ୍ରଭୁ ତହିଁ ଲେଉଟି ଆସିଲେ, ଜଗନ୍ନାଥ ଠାକୁରଙ୍କୁ ବାଟରେ ଦେଖିଲେ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଦାସୀମାନେ ଆସି ମୋତେ ଦେଲେ ଘଉଡ଼ାଇ। ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା, କେମନ୍ତ ପ୍ରକାରେ ଆମ୍ଭେ ଜୀବନ ଧରିବା। ଆଉ ଥରେ ଚାଲ ଭେନି ଭାଇ ଫେରି ଯିବା, ବିନୟ କରିଣ ଅନ୍ନ ଦାସୀଙ୍କୁ ମାଗିବା। ବଳରାମ କହୁଛନ୍ତି ପଛେ ଥିବୁ ଆମ୍ଭେ, ଆଗଣ ଯାଇ ନ ଅନ୍ନ ତୁଇ ଯେ ମାଗିବୁ। ଏତେ କହି ସିଂହଦ୍ୱାରେ ପ୍ରଭୁ ବିଜେ କଲେ, ମନ୍ଦିରର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲେ। ବଳରାମ କହିଲେ ହେ ଶୁଣରେ କହ୍ନାଇ, ପଞ୍ଚମ ସ୍ୱରରେ ସାମବେଦ ପଢ଼ ତୁହି। ଜଗନ୍ନାଥ ପ୍ରଭୁ ଯହୁଁ ଏମନ୍ତ ଶୁଣିଲେ, ଓଁକାର ଶବଦ କରି ବେଦ ଧ୍ୱନି କଲେ। ଋକ୍ ସାମ ଯଦୁ ଅଥର୍ବ ଯେ ତାରି ବେଦ, ବ୍ରହ୍ମାଣ୍ଡ ପୁରି ଉଠିଲା କହ କହ ନାଦ। ପଲଙ୍କ ଉପରେ ଯେ କମଳା ଶୋଇଥିଲେ, ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲେ। କୋଟି କୋଟି ଜନ୍ମର ପାତକ ହେଲା କ୍ଷୟ, ମୋ ଘରେ ବିଜୟ କଲେ ପ୍ରଭୁ ଦେବରାୟ। ପଚାର ପଚାର ଦାସୀ ପଚାର ଲୋ ଯାଇ, କିସ ମାଗୁଛନ୍ତି ଯେ ବ୍ରାହ୍ମଣ ଦୁଇ ଭାଇ। ଧାଇଁ ଯାଇ ମୁଦୁସଲି ତାଙ୍କୁ ପଚାରିଲା, କି ମାଗୁଛ ପଣ୍ଡାମାନେ କହ ତୁମ୍ଭେ ଭଲେ।
ଜଗନ୍ନାଥ କହୁଛନ୍ତି ଦାସୀ ମୁଖ ଚାହିଁ, ଅନ୍ନ ଗଣ୍ଡା ଏକ ତୁମ୍ଭେ ପାରିବ କି ଦେଇ। ଏମନ୍ତ ଶୁଣିଣ ଦାସୀ ମାନେ ଚଳିଗଲେ, ଲକ୍ଷ୍ମୀ ଠାକୁରାଣୀ ଆଗେ ବେଗେ ସେ ବୋଇଲେ। ଦାସୀଙ୍କ ମୁଖରୁ ସେ ଏମନ୍ତ ବାକ୍ୟ ଶୁଣି, ମନେ ବିଚାର କରନ୍ତି ଲକ୍ଷ୍ମୀ ଠାକୁରାଣୀ। ଏକଥା ରଚିଅଛି ଚଣ୍ଡାଳୁଣୀ ମୁହିଁ, ଏବେ ଦାସୀମାନେ ଲୋପଚାର ବେଗେ ଯାଇ। ବ୍ରାହ୍ମଣ ହୋଇ ମୋ ଘରେ କି ରୂପେ ଭୁଞ୍ଜିବେ, ଚଣ୍ଡାଳୁଣୀ ଅନ୍ନ ଖାଇ ଅପବାଦ ନେବେ। ଏ ମୋହର ଦ୍ରବ୍ୟ ତାଙ୍କୁ ଛୁଇଁ ନ ଯୋଗାଇ, ଜାଣୁ ଜାଣୁ ମୁଁ କେମନ୍ତ ପ୍ରକାର ଦେବେଇ। ଠାକୁରାଣୀ ସମୀପରୁ ଦାସୀମାନେ ଗଲେ, ବ୍ରାହ୍ମଣଙ୍କ ଆଗେ ଯାଇ ଏମନ୍ତ କହିଲେ। ଦାସୀଙ୍କ ମୁଖରୁ ସେ ଏମନ୍ତ ବାଣୀ ଶୁଣି, କ୍ଷୁଧାତୁର ହୋଇ ନ କହନ୍ତି ହଳ ପାଣି। ନୂଆ ହାଣ୍ଡି ନୂଆ ସଞ୍ଚା ଦେଇ କି ପାରିବୁ, ଏମନ୍ତ ହୋଇଲେ ଆମ୍ଭେମାନେ ଯେ ଖାଇବୁ। ଦାସୀମାନେ କହନ୍ତି ଲକ୍ଷ୍ମୀଙ୍କ ଆଗେ ଯାଇ, ହାତେ ରାନ୍ଧି ଭୋଜନ କରିବେ ଦୁଇ ଭାଇ। ଏହା ଶୁଣି ମହାଲକ୍ଷ୍ମୀ ସନ୍ତୋଷ ହୋଇଲେ, ଦାସୀଙ୍କ ହସ୍ତରେ ହାଣ୍ଡି 10 ଗୋଟି ଦେଲେ। ଚାଉଳ ପଉଟିଏ ନେଇ ଛାମୁରେ ରଖିଲେ, ଲେଉଟିଆ ଶାଗ ନେଇ ପୁଳାଏ ଦେଲେ। ଆଳୁ ସାରୁ କଦଳୀ ଯେ ବଡ଼ି ବାଇଗଣ, ଦୁଧ ଦହି ଛେନା ଯେ ଶର୍କରା ଦେଲେ ପୁଣ। ଏବେ ଯେତେ ଇଚ୍ଛା ତେବେ ଭୁଞ୍ଜ ହୋ ବୋଇଲେ, ଗୃହେ ମହାଲକ୍ଷ୍ମୀ ଥାଇ ବିଚାର ଯେ କଲେ। ରାନ୍ଧିଣ ଭୋଜିବେ ଯେବେ ଏଇ ଦୁଇ ଭାଇ, ନାରୀଙ୍କୁ ପୁରୁଷ ଆଉ ଲୋଡ଼ିବେ କି ପାଇ। ଲକ୍ଷ୍ମୀ ଦେବୀ କାଠ ଖଣ୍ଡେ ହସ୍ତରେ ଧଇଲେ, ଅଗ୍ନିର ସ୍ତମ୍ଭନ ମନ୍ତ୍ର ଦେବୀ ପାଠ କଲେ। କଦାପି ଅଗ୍ନି ଦେବତା ତେଜ ନ ହୋଇବ, ହାଣ୍ଡି ନ ତାତିବ ଆଉ ପାଣି ନ ତାତିବ। ଯେତେ କାଠ ଜଳୁଥିବ ଭସ୍ମ ହୋଇଯିବ, କୁହୁଳି କରିଣ ତହୁଁ ଧୂଆଁ ହେଉଥିବ। ଏମନ୍ତ ବୋଲିଣ ଯେ କମଳା ଆଜ୍ଞା ଦେଲେ, ସେହି ପ୍ରକାରରେ ଅଗ୍ନି ଦେବତା ଯେ କଲେ। ସବୁ କାଠ ଯାକ ତହିଁ ଅଙ୍ଗାର ହୋଇଲା, ତେବେ ସୁଦ୍ଧା ଯେ କି କେତେ ପାଣି ନ ତାତିଲା। ହଟି କମଳିନୀ ହଟ ଭିଆଇଲେ ଯେଣୁ, ହାଣ୍ଡି ତଳେ କଳା ଟିକେ ନ ପଡ଼ିଲା ତେଣୁ। ସୁଗନ୍ଧ ତୈଳ ଦେବୀ ଦେଲେ ପଠିଆଇ, ଦାସୀମାନେ କହୁଛନ୍ତି ବ୍ରାହ୍ମଣକୁ ଚାହିଁ। ପାକ ସିଦ୍ଧି ହେଲା କି ନ ହେଲା ହେ ଗୋସାଇଁ, ତୈଳ ଲଗାଇ ସ୍ନାନ କର ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ପାଣି ନ ତାତିଲା, କି ପାକ କରିବୁ ବେଳ ଉଛୁର ହୋଇଲା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଅନ୍ନ କି ହୋଇଲା ନାହିଁ କହ ବେଗେ ତୋହି। ଜଗନ୍ନାଥ କହୁଛନ୍ତି ଶୁଣ ଆହେ ଭାଇ, ଅନ୍ନ କି ହୋଇବ ଟିକେ ପାଣି ତାତି ନାହିଁ। ବଳରାମ କହୁଛନ୍ତି ଅଦୁଆ ମୁହାଁ, ରାନ୍ଧି ନ ଜାଣି ତୁ ହୋଇଅଛୁ ରାନ୍ଧୁଣିଆ। ତୁହି ଆଡ଼ ହୁଅ ମୁହିଁ ରାନ୍ଧୁଅଛି ଯାଇ, ଅନ୍ନ ରାନ୍ଧିବାକୁ ଗଲେ ବ୍ରାହ୍ମଣ ଗୋସାଇଁ। ଫୁଙ୍କି ଫୁଙ୍କି ବଳରାମ ବିରକ୍ତ ହୋଇଲେ, କାଠ ଖଣ୍ଡେ ଘେଣି ଘେନିଣ ଯେ ହାଣ୍ଡି ପିଟି ଦେଲେ। କ୍ଷୁଧାରେ ଯେ ଦୁଇ ଭାଇ ଆକୁଳ ହୋଇଲେ, କି ବୁଦ୍ଧି କରିବା ଜଗନ୍ନାଥଙ୍କୁ ବୋଇଲେ। ଜଗନ୍ନାଥ ବୋଇଲେ ତ ବୁଦ୍ଧି ଦିଶୁ ନାହିଁ, କ୍ଷୁଧାରେ ଆତୁର ହେଉଅଛି ମୋର ଦେହି। ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ, ଜାତି ପଛେ ଯାଉ ତାର ଘରେ ଖାଉ ଭାତ। ଯେବେ ଏହା ଘରୁ ଭାତ ଆମ୍ଭକୁ ନ ଦେବ, ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ। ଲେଉଟିଣ ଦାସୀ ଯାଇ ଲକ୍ଷ୍ମୀଙ୍କୁ କହିଲେ, ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋପଡ଼ାଇ ଦେଲେ। ଏହା ଶୁଣି ମହାଲକ୍ଷ୍ମୀ ମନେ ଚିନ୍ତା କଲେ, କେତେ ଦୁଃଖ ଦୀନ ବନ୍ଧୁ ଦୁହେଁ ଯେ ପାଇଲେ।
ସୁବର୍ଣ୍ଣର ଚଟୁ ଗୋଟି ହସ୍ତରେ ଧଇଲେ, ରୋଷେଇଶାଳାକୁ ଲକ୍ଷ୍ମୀ ଦେବୀ ବିଜା କଲେ। ପ୍ରଥମେ ରାନ୍ଧିଲେ ମାଇଁ ବଗଡ଼ା ଯେ ଅନ୍ନ, ମୁଗ ମଧୁ ରୁଚି କ୍ଷୀରି ନାନାଦି ବ୍ୟଞ୍ଜନ। ଆମ୍ବିଳ ସାକର କଲେ କଦଳୀର ଭଜା, ଅତି ଯତ୍ନରେ କଲେ ତିଅଣ ଯେ ମଞ୍ଜା। 60 ପଉଟି ସେ ରନ୍ଧନ କଲେ ଯାଇ, ବଗଡ଼ା ଭାତ ମହିମା କଳନା ନ ଯାଇ। ଦୁଧ ପୋଳି କଲେ ମାଏ ଘୃତ ପୋଳି କଲେ, ଅତି ଯତନରେ ମାଏ ସର ପୋଳି କଲେ। ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣଙ୍କୁ ରୁଚି, ବଡ଼ିର ମହୁର କଲେ ପକାଇଣ ସାଚି। ସହସ୍ର ଆଟିକା ରାନ୍ଧି ଦ୍ରବ୍ୟ ସମ୍ପାଦିଲେ, ଯେ ଯାହା ସ୍ଥାନରେ ଯତ୍ନେ ରଖାଇଣ ଦେଲେ। କର୍ପୂର ଛେନା ଶର୍କରା ସମସ୍ତେ ଗୋଳାଇ, 60 ନଉତି ପଣା ରଖିଲେ କତହିଁ। ରଙ୍ଗ ବାଣ ପଇଡ଼ ସଙ୍ଗତେ ଛେନା ପଣା, ଅଦା ମିଶା କରି ଯେ ନବତ ଛେନା ଛେନା। ଲକ୍ଷ୍ମୀଙ୍କର ପାକ ଗୁଣ କେ କହିପାରିବ, କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ। ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ, ଭୋଜନ ଶେଷକୁ ପୋଡ଼ ପିଠାଏ ରଖିଲେ। ବୋଇଲେ ଦାସୀଙ୍କି କର ଅଙ୍ଗମର ଧନ, ବ୍ରାହ୍ମଣ ବୋଲିଣ ମନେ ନ ପାରିବ ଭିନ୍ନ। ବ୍ରାହ୍ମଣମାନଙ୍କ ମୁହିଁ ଅଟେ ନିଜ ଦାସୀ, ଶୁଣିଣ ଆନନ୍ଦେ ଚଳିଗଲେ ସବୁ ଦାସୀ। ଦାସୀମାନେ କହୁଛନ୍ତି ସୁବେଦୀ ଗୋସାଇଁ, ସ୍ନାନ କର ବେଗେ ଅଙ୍ଗ ମରଦନ ହୋଇ। ତହୁଁ ସୁବାସ ଜଳରେ ଦୁହେଁ ସ୍ନାନ କଲେ, ଅଙ୍ଗ ପୋଛିବାକୁ ଦାସୀ ଗାମୁଛାଏ ଦେଲେ। ପିନ୍ଧିବାକୁ ପୀତାମ୍ବର ପାଟ ଆଣିଦେଲେ, ସୁବେଶ ହୋଇ ଦୁଇଭାଇ ଯେ ବସିଲେ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଏମନ୍ତ ପ୍ରକାରେ ମାନ୍ୟ କରେ କିସ ପାଇଁ। ଏ ଘରେ ପୁରୁଷ ତତ ଜଣେ ଦିଶୁନାହିଁ, ଶୂଳି ଦେବା ପ୍ରାୟ ଏହି ବିଚାର ଦିଶଇ। ଚାଲ ଏବେ ପଳାଇଣ ଏଇଠାରୁ ଯିବା, କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା। ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ, ଏ ଘରର କର୍ତ୍ତା ଆଜ ହୋଇବ ଆପଣ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଏମନ୍ତ କହିବା ତୋର ଉଚିତ ନୁହଁ। ଗୃହ ପରିଷ୍କାର ଦେବୀ ସ୍ୱହସ୍ତରେ କଲେ, ଗନ୍ଧ ଯେ ଚନ୍ଦନ ମାଏ ଛଡ଼ା ପକାଇଲେ। ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନା ଝରି, ହାତ ଧୁଆ ପାଦ ଧୁଆ ସୁସଜ୍ଜିତ କରି। ମାଣହିଁ କରିବା ବିଧି ଯେମନ୍ତ ଭିଆଣ, ସୁବର୍ଣ୍ଣର ପୀଠ ତହିଁ କଲେ ନିର୍ମାଣ। ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ, ବେଗ କରି ପ୍ରଭୁଙ୍କୁ ଲୋଘିନୀ ଆସ ଯାଇ। ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ, ବ୍ରାହ୍ମଣଙ୍କ ପାଖେ ଯାଇ ପ୍ରବେଶ ହୋଇଲେ। ବିନୟରେ କହୁଛନ୍ତି ବ୍ରାହ୍ମଣ ଗୋସାଇ, ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ନାରୀ ଏ ଜଣେ ପୁରୁଷ କେହି ଏଠି ନାହିଁ, ଭିତରକୁ ଯିବା ଆମ୍ଭ ଉଚିତ ନୁହଁ। ପତ୍ର 2 ଖଣ୍ଡ ତୁମ୍ଭେ ଆଣ ବେଗେ ଯାଇ। ଜଗନ୍ନାଥ କହୁଛନ୍ତି ଶୁଣ ଭାଇ ତୁମ୍ଭେ, ଏ ଘରର କର୍ତ୍ତା ଆଜ ହୋଇବ ଯେ ଆମ୍ଭେ। କିମ୍ବା ତୁମ୍ଭେ ଭୟ କରୁଅଛ ଜ୍ୟେଷ୍ଠ ଭାଇ, ଦାତା ଦେଉଅଛି ଆମେ ଛାଡ଼ିବା କି ପାଇ। ଭୟେ ବଳରାମ ସେଠା ବରୁଣ ଉଠନ୍ତି, ହସ୍ତ ଧରି ଘେନିଗଲେ କମଳାଙ୍କ ପତି। ଠାବ ସଞ୍ଚାଳି ଯେ ବଳରାମ ନ ବସନ୍ତି, ହସ୍ତ ଧରି ବସାଇଲେ ଦେବଶିରୀପତି। କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ, ଦେଢ଼ଶୁର ମୋ ଯେ ଅଟନ୍ତି ହଳ ପାଣି।
ତାହାଙ୍କୁ କେ ମତେ ଅନ୍ନ ମୁହିଁ ଦେବି ନେଇ। ଭିତରେ ଥାଇଣ ମୁଁ ଯେ ଦେବଇ ବଢ଼ାଇ। ବଡ଼ ସାନ ବୋଲି ଆଗ ପଚାରି ବୁଝାଇ। ବଡ଼ଠାରେ ଆଗ ଅନ୍ନ ପରସିବୁ ନେଇ। ଅନ୍ନ ଥାଳି ନେଇ ବେଗେ ବ୍ରାହ୍ମଣୀ ଅଇଲା। ବଡ଼ ସାନ କେଉଁ ପଣ୍ଡା ବୋଲି ପଚାରିଲା। ବଳରାମ ବୋଲୁଛନ୍ତି ହୋଇଲୁ କି କାଣି। ବଡ଼ ସାନ କିଏ ତୋତେ ନ ଦିଶଇ ପୁଣି। ଆମ୍ଭେ ବଡ଼ ବୋଲିଣ ଯେ ବଳରାମ କହି। ବ୍ରାହ୍ମଣୀ ବୋଇଲେ କୋପ କଲ କି ଗୋସାଇଁ। ପ୍ରଥମ ଥାଳିର ଅନ୍ନ ବଳରାମେ ଦେଲା। ଭିତରକୁ ଆଉ ଅନ୍ନ ଆଣିବାକୁ ଗଲା। ଆଉ ଏକ ଥାଳି ଅନ୍ନ ଆଣିଲା ବେଳକୁ। ଚାରି ଗ୍ରାସରେ ଖାଇଲେ ବଳରାମ ତାକୁ। ଅନ୍ନ ଥାଳି ଘେନି କରି ବ୍ରାହ୍ମଣୀ ଅଇଲା। ପଣ୍ଡାର ଅନ୍ନ ଯାକ କିଏ ଘେନିଗଲା। ବଳରାମ ବୋଇଲେ ଖୋର୍ଦ୍ଧାତ ହୋଇଥିଲୁ। ଆଗ କରି ଚାରି ଗ୍ରାସେ ବେଗେ ଖାଇଦେଲୁ। ହସିଲା ବ୍ରାହ୍ମଣୀ ଦୁଇ ଭାଇଙ୍କୁ ଅନାଇ। କୁଟୁମ୍ବ ମାରିବା ପ୍ରାୟ ଦିଶୁଛ ଗୋସାଇଁ। ପୁତ୍ର ଭାରି ଯାକି ତୁମ୍ଭ ଦୁହିଁଙ୍କର ନାଇଁ। ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ। ସହସ୍ରକାଧିକ ଦଳି ରଖିଦେଲେ ନେଇ। 60 ନଉତି ପଣା ବେଗେ ଦେଲେ ଥୋଇ। ଯେଉଁପରି ପ୍ରଭୁଙ୍କର ମନକୁ ରୁଚଇ। ସେହିପରି କମଳିନୀ ଦିଅନ୍ତି ପଠାଇ। ଭୋଜନ ଶେଷକୁ ଯେ ବୋଲନ୍ତି ବଳରାମ। ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ। ଲକ୍ଷ୍ମୀ ପରା ଭାର୍ଯ୍ୟାକୁ ପାଇବା ଆଉ କାହିଁ। ଲକ୍ଷ୍ମୀକୁ ଭର୍ତ୍ସନା କରି ଦେଲେ ଘଉଡ଼ାଇ। ବାହାରି ଗଲେ ଯେ ତାଙ୍କ ଇଚ୍ଛା ହେଲା ଯହିଁ। ଏମନ୍ତ ସମୟେ ପୋଡ଼ ପିଠା ଦେଲେ ନେଇ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ। ମୋର ମନ କଥା ଯେ ଲକ୍ଷ୍ମୀ ଜାଣିଥାଇ। ଭୋଜନ ଶେଷକୁ ପୋଡ଼ ପିଠାଏ ଦିଅଇ। ଭୋଜନ ସାରିଣ ପ୍ରଭୁ ଆଚମନ କଲେ। କର୍ପୂର ତାମ୍ବୁଳ ଦୁଇ ଭାଇ ଯେ ଭୁଞ୍ଜିଲେ। ବାହାର ମେଲାରେ ପ୍ରଭୁ ବିଜେ କଲେ ଯାଇ। ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ। ପଚାର ପଚାର ଦାସୀ ପଚାରଲୋ ଯାଇ। ବିଭା ହୋଇ ଅଛନ୍ତି କି ପଣ୍ଡା ଦୁଇ ଭାଇ। ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ। ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ। ପୁତ୍ର ଭାରିଜା ଅଛି କି ନାହିଁ ତୁମ୍ଭ ଘର। କେଉଁ ରାଜେ ବାଡ଼ି ବୃତ୍ତି ଶାସନ ତୁମର। ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୋହି। ବିବାହ ହେବାକୁ ଦ୍ରବ୍ୟ ଆମ୍ଭର ଯେ ନାହିଁ। ଗୁଆ ବାଡ଼ି ଶାସନ ପାଇବୁ ଆମ୍ଭେ କାହିଁ। ଲକ୍ଷ୍ମୀ ପରା ଭାର୍ଯ୍ୟାକୁ ଯେ ଦେଲୁ ଘଉଡ଼ାଇ। କପାଳ ମନ୍ଦ ଆମର ଦୁଇ ଭାଇ ବୋଲୁ। ଲକ୍ଷ୍ମୀ ଘଉଡ଼ାଇ ଆମେ ଏ ଦୁଃଖ ପାଇଲୁ। ଦାସୀଏ ବୋଇଲେ ପଣ୍ଡା ହୋଇଲ କି ଭାଇ। ନାରୀ କି ଛାଡ଼ିଲେ ପୁରୁଷ ଦରିଦ୍ର କି ହୋଇ। ଗୋବିନ୍ଦେ ବୋଲନ୍ତି ଆମ୍ଭେ କହୁଅଛୁ ଶୁଣ। କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବନ୍ଧନ। କେଉଁ ନାରୀ ଥିଲେ ବଂଶ ନିପାତ ହୁଅଇ। କେଉଁ ନାରୀ ଥିଲେ ବାସି ପେଜ ନ ମିଳଇ। କେଉଁ ନାରୀ ଥିଲେ ଶାଢ଼ୀ ସୁନା ବଳା ପାଇ। କେଉଁ ନାରୀ ଅଲକ୍ଷଣୀ ଘରକୁ ଭାଙ୍ଗଇ। ତୁମ୍ଭ ସାନ୍ତାଣୀଙ୍କୁ ପଚାରତ ଯାଇ। ଦାସୀ କହେ ବାତୁଳ କି ହୋଇଲ ଗୋସାଇଁ। କ୍ଷୁଧା ଲାଗୁଥିଲା ଏବେ ଭାତ ତ ଖାଇଲ। ଆମ୍ଭ ସାମନ୍ତାଣୀକୁ ଯା ପଚାର ଭୋଇଲ। ବଳରାମ ବୋଇଲେ ମୋର ପିଲା ଭାଇ। ତୁମ୍ଭ ସାନ୍ତାଣୀ ଆଗେ ଜଣାଇବ ନାହିଁ। ଜଗନ୍ନାଥ କହୁଛନ୍ତି ଭୟ କାହିଁ ପାଇଁ। କିଛି ନ ବିଚାର ଆହେ ବଳରାମ ଭାଇ। ଲକ୍ଷ୍ମୀଙ୍କର ଗୃହ ସିନା ଏ ଅଟଇ ଏହି। ଏଠାରେ ଆପଣ ଭୟ କର କିସ ପାଇଁ।
ବଳରାମ ବୋଲୁଛନ୍ତି ବାବୁ ଚକ୍ରଧର, ତୁମ୍ଭେ ଯାଇ ହସ୍ତଧର ମହାଲକ୍ଷ୍ମୀଙ୍କର। ଆମ୍ଭେ ଦୋଷ କଲୁ ବୋଲି କହ ତାଙ୍କୁ ଯାଇ, ଯହିଁ ଇଚ୍ଛା ତହିଁ ଯାଅ ଆମ୍ଭ ମନା ନାହିଁ। ଯେତେବେଳେ ବଳରାମ ଏମନ୍ତ କହିଲେ, ଭିତରପୁରକୁ ପ୍ରଭୁ ନିଜେ ବିଜେ କଲେ। ଧୀରେ ଧୀରେ ଭିତରକୁ ଗଲେ ପୀତବାସ, ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ। ପାଣି ଝରି ଘେନି କରି କମଳା ଆଇଲେ, ଦରହାସେ ପ୍ରଭୁଙ୍କର ମୁଖକୁ ଚାହିଁଲେ। ଅତି ଯତନରେ ଦେଲେ ପଦ୍ମ ପଦ୍ମ ଧୋଇ, ଥୋକାଏ ପାଳ ଉଦକ ମସ୍ତକେ ଲଗାଇ। କିଛି ପଦକ ଲକ୍ଷ୍ମୀ ଗର୍ଭକୁ ଖେପିଲେ, ପଞ୍ଚବର୍ଣ୍ଣ ପୁଷ୍ପେ ପଦ୍ମ ପାଦ ପୂଜା କଲେ। ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁକୁ ଅନାଇ, ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡ଼ାଇ। ଚଣ୍ଡାଳୁଣୀ ଘରେ ଏବେ ଭୁଞ୍ଜିଲ ଗୋସାଇଁ, ଚଣ୍ଡାଳ ବିଟାଳ ହେଲ ଦୁଇ ଘୋଟି ଭାଇ। ଧିକ ତୁମ ବଡ଼ପଣ ଧିକ ତୁମ କଥା, ପୋଡ଼ୁ ତୁମର ପ୍ରତିଜ୍ଞା ଧିକ ତୁମ ଭ୍ରାତା। ମହାଲକ୍ଷ୍ମୀ ଏ ପ୍ରକାରେ ବହୁ ଧିକ୍କାରିଲେ, କାଳିଆ ଗଞ୍ଜନ ଶୁଣି କିଛି ନ ଶୁଣିଲେ। ମହାମୟୀ ବୋଇଲେ ହେ ଶୁଣ ମୋ ବଚନ, ମୋର କିସ କାର୍ଯ୍ୟ ତୁମ୍ଭେ କୁହ ହେ ବହନ। କିଛି କ୍ଷଣ ଉଭା ହୋଇଲେ ଜଗନ୍ନାଥ, ଏବେ ମନୁମାନ ତେଜ ଜଗତର ମାତ। ଅକାରଣେ ଏତେ କଥା କୁହ ପ୍ରାଣ ସହି, ଆମ୍ଭର ପ୍ରାର୍ଥନା ଆମେ ସଙ୍ଗେ ଯିବା ପାଇଁ। ବଡ଼ ହେଲେ କିସ ହେଲା ଗରବ ଗଞ୍ଜିଲା, ରବି ତଳେ ସବୁ ଯୁଗେ ସୁଯଶ ରଖିଲ। ତୁମ୍ଭ ଯୋଗେ ଆମ୍ଭେ କଷ୍ଟ ପାଇଲୁ ବହୁତ, ଆମ୍ଭେ ଭିକ୍ଷା ମାଗିବାର ଜାଣିଲେ ଜଗତ। ତୁମ୍ଭ ଜୟ କୀର୍ତ୍ତି ଏବେ ଜଗତେ ରଘୁ ଅନ୍ନ ଦେବାର ଜଗତ ଶୁଣିଲା। ଗୁରୁବାର ଦିନ ଯେ ପୁରାଣ ଶୁଣିବ, ଜନ୍ମ ଜନ୍ମାନ୍ତର ପାପ ତାର କ୍ଷୟ ଯିବ। ଲକ୍ଷ୍ମୀ ପୂଜା ଦିନ ଏହା ଯେ ନାରୀ ଗାଇବ, ଇହ ଜନ୍ମେ ପତିବ୍ରତା ବୈକୁଣ୍ଠକୁ ଯିବ। ଯେବେ କେଉଁ ନାରୀ ଏହା ମୁଖେ ବୁଝାଇବ, ତାହାର ସୁକୃତ ଆଉ କେ କହିପାରିବ। ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ, ଜଗତ ମାତ ବୋଇଲେ ତୁମ୍ଭେ କର ସତ୍ୟ। ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖିଆ ଖୋଇ ହେବେ, ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ। ହାଣ୍ଡିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ, ବ୍ରାହ୍ମଣ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ। ଅନ୍ନ ଖାଇ ସର୍ବେ ମୁଣ୍ଡ ପୋଛୁଥିବେ ହସ୍ତ, ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ। ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ, ଯୁଗେ ଯୁଗେ ଲକ୍ଷ୍ମୀ ଗୋ ତୁମର ଯଶ ରହୁ। ଲକ୍ଷ୍ମୀଣ ହସ୍ତ ଧରିଣ ଜଗନ୍ନାଥ ନେଲେ, ବଡ଼ ଦେଉଳକୁ ପ୍ରଭୁ ବିଜେ କରି ଗଲେ। ଲକ୍ଷେ ଚନ୍ଦ୍ର ଉଦିଆ ଯେ ଛାମୁରେ ଜଳଇ, ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ। ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା, ବ୍ରହ୍ମା ଡାକୁଛନ୍ତି ଦେବ ଗୁହାରି ଶୁଣିମା। କରୁଣ କୁବେର ଯେ ହସ୍ତରେ ବେତ ଧରି, ନୃତ୍ୟ କରୁଥିଲେ ତହିଁ ସ୍ୱର୍ଗ ଅପସରି। ରମ୍ଭା ଯେ ମେନକା ଆଦିତ୍ୟ ଆଉ ଚିତ୍ରଲେଖା, ତୁଳସୀ ମାଳତୀ ଆଉ ଅନ୍ୟାନ୍ୟ ରସିକା। ଚଳା ଯେ ମର୍ଦ୍ଦଳ ଝିଅ ବେର ସୁଶୀଳା, ନୃତ୍ୟ କରନ୍ତି ତଷ୍ଟ ହୋଇ ସେଇ ଅବେଳା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ,
ଘରକୁ ଘରଣୀ ସିନା ସୁନ୍ଦର ଦିଶଇ, ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇ ଭାଇ, ଚୋର ଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ। ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ, ଲକ୍ଷ୍ମୀ ଏତେ ବଡ଼ ବୋଲି ଏବେ ଜାଣିଲଇ। ଲକ୍ଷ୍ମୀ ଦେବୀ ବିଜେ କଲେ ତାଙ୍କ ମନ୍ଦିରକୁ, ଜଗନ୍ନାଥ ବିଜେ କଲେ ବଡ଼ ଦେଉଳକୁ। ଦାସୀ ପରିବାରି ଆଦି କରି ଯେତେ ଥିଲେ, ଲକ୍ଷ୍ମୀ ଅଇଲାରୁ ସେ ସମସ୍ତ ଯେ ଅଇଲେ। ଲକ୍ଷ୍ମୀକୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ, ସଂସାରରେ ସେହି ମତେ କଲେ କମୁକୁନ୍ଦ। ଶୁଣିଲ ନାରଦ ଏଇ ପୁରାତନ ଆଖ୍ୟା, ଯାହା ଅପ୍ରସନ୍ନେ ପ୍ରଭୁ ମାଗିଲେ ଯେ ଭିକ୍ଷା। ଛାର ଚଣ୍ଡାଳୁଣୀ ଐଶ୍ୱର୍ଯ୍ୟ ଭୋଗ କଲା, ଲକ୍ଷ୍ମୀଙ୍କର ସୁଦୟାରୁ ଏମନ୍ତ ହୋଇଲା। ଏ ପୁରାଣ ପଢ଼ିଲେ ଯେ ସର୍ବସିଦ୍ଧି ହୁଏ, ସୂର୍ଯ୍ୟୋଦୟ ତମ ସମ ପାପ କ୍ଷୟ ଯାଏ। ଏ ପୁରାଣ ଯେଉଁମାନେ ପଢ଼ନ୍ତି ଶୁଣନ୍ତି, ଲକ୍ଷେ କୋଟି ଗୋଦାନର ଫଳ ସେ ଲଭନ୍ତି। ଏ ପୁରାଣ ଅଟଇ ଯେ ମୁକତିର ପଥ, ଏହା ଫଳ କଥନ ଯେ ହେବ ସମର୍ଥ। ଲକ୍ଷ୍ମୀଙ୍କ ପୁରାଣ ଏହୁ ସମ୍ପୂର୍ଣ୍ଣ ହୋଇଲା, ଭାବେ ବଳରାମ ଦାସ ଗୀତରେ ଗାଇଲା। ମାଣବସା ଲକ୍ଷ୍ମୀ ପୁରାଣ ସମାପ୍ତ।